नमस्कार सांगमाने केमती अछंती आशा करछि भल अछंती मु सौम्य आज आपण मानको पई नै आछि एन्शिएंट हिस्ट्री ऑफ ओडिशा बा ओडिशार प्राचीन इतिहास विषय रे आज आमे एही क्लास रे पढिबा। ताहले चलंतु आमे डेरी न करी पढ़ा स्टार्ट करिबा। ताहले देखो ओडिशार एक समृद्ध इतिहास अछि जहाँकि 5000 वर्षरू अधिक पुराणा। तो ओडिशार विभिन्न काल रे ओडिशार नाम सबू अलगा अलगा थिला। कौन कौन नाम थिला ना हमर ओड्र देश, उड्र, उत्कल, कोसल, तोसल, कंगोड़ा एवं कलिंग इत्यादि नाम रे हमर ओडिशा जनाशुना थिला। एही ओडिशा रे हमर शक्तिशाली राज्य गुड़िकर उदय सहित समृद्ध रही हमर ओडिशार इतिहास। तो पुरातत्व स्थल गुड़िकर मिलिथिबा प्रमाणरू देखाଯାଏ जे ଏହି ଅଞ୍ଚଳରେ ମାନବ ବସବାସ ଲୟର ପାଲିଓଲିଥିକ ଏଜ୍ ଠାରୁ ଆରମ୍ଭ ହୋଇଥିଲା। 5000 ବର୍ଷ ପୁରୁଣା କହୁଛେ ତ 5000 ବର୍ଷ ପୁରୁଣାରେ ତ ଆମର ଲୟର ପାଲିଓଲିଥିକ ଏଜ୍ ଚାଲିଥିଲା। ତ ସେଇ ଲୟର ପାଲିଓଲିଥିକ ଏଜ୍ରୁ ଆମର ଓଡ଼ିଶାରେ ଆମର ଲୋକମାନେ ମାନବର ବସବାସର ପ୍ରମାଣ ମିଳିଥାଏ। ଓଡ଼ିଆ ନାମଟି କେମିତି ଆସିଲା ନା ଓଡ଼ିଆ ନାମଟି ଓଡ୍ର କିମ୍ବା ଉଡ୍ର ଜାତିରୁ ଆସିଛି ବୋଲି ବିଶ୍ୱାସ କରାଯାଏ, ଯେଉଁମାନେ କି ଆମର ମଧ୍ୟ ଉପକୂଳ ଅଞ୍ଚଳରେ ବସବାସ କରୁଥିଲେ। ମଧ୍ୟ ଉପକୂଳ ଏବେକାର ଆଧୁନିକ ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ଅଞ୍ଚଳରେ ବସବାସ କରୁଥିବା ଏକ ମାନବ ଜାତି, ଯେଉଁମାନେ କି ଉଡ୍ର କିମ୍ବା ଓଡ୍ର ଜାତି, ତାଙ୍କଠୁ ତାଙ୍କ ନାମରୁ ଓଡ଼ିଶା ବା ଓଡ଼ିଆ ନାମଟି ତାଙ୍କ ନାମରୁ ଆସିଛି। ତାହେଲେ ଉଡ୍ରର ପ୍ରାଚୀନ ନାମ ଥିଲା ଯେତେବେଳେ ଓଡ଼ିଶା ହେଲା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ। ବୁଝିପାରିଲ? ତ ଦେଖ ଆମର ଓଡ଼ିଶାର ଇତିହାସର ଉତ୍ସ ବିଷୟରେ ଆମେ ଏବେ ଦେଖିବା। ତାହେଲେ ଓଡ଼ିଶାର ଇତିହାସ ବିଷୟରେ ଆମେ କ'ଣ ଜାଣିଲେ ନା ଓଡ଼ିଶାର ଇତିହାସ 5000 ବର୍ଷ ପୁରୁଣା। ଏଠାରେ କେବେରୁ ଲୋକ ବାସ କରୁଥିଲେ? ଲୟର ପାଲିଓଲିଥିକ ଏଜ୍ରୁ ଲୋକମାନେ ବାସ କରୁଥିଲେ। ଆଉ ଓଡ଼ିଶାର ବିଭିନ୍ନ ନାମ ଥିଲା, ଉଡ୍ର ଦେଶ, ଓଡ୍ର, ଏମିତି ସବୁ ନାମ ଥିଲା। ଆଉ ଉତ୍କଳ, କୋସଳ, ତୋସଳ, କଙ୍ଗୋଡ଼ା ଏଇଭଳିଆ ସବୁ ନାମ ଥିଲା ଓଡ଼ିଶାର। ବୁଝିପାରିଲ? ତ ସେଇ ଓଡ଼ିଶାର ଇତିହାସ ବିଷୟରେ ଆମକୁ କେଉଁ ଉତ୍ସରୁ ଆମକୁ ଓଡ଼ିଶାର ଇତିହାସ ଜଣାପଡ଼େ ଏବେ ଆମେ ଦେଖିବା। କେଉଁ ଇତିହାସରୁ ଜଣାପଡ଼େ ନା ସାହିତ୍ୟ, ବିଦେଶୀ ଲେଖା, ଶିଳାଲେଖା, ମୁଦ୍ରା ଏବଂ ପୁରାତତ୍ତ୍ୱ ଆବିଷ୍କାରରୁ ଓଡ଼ିଶାର ଇତିହାସ ବିଷୟରେ ଆମେ ଜାଣିପାରୁ। ତାହେଲେ ଆମେ ଏବେ ପଢ଼ିବା ସାହିତ୍ୟର ଉତ୍ସ, ଯେଉଁ ଉତ୍ସରୁ ଆମେ ଓଡ଼ିଶାର ଇତିହାସ ବିଷୟରେ ଜାଣିପାରୁଛେ। ତାହେଲେ ଦେଖ ଫାଷ୍ଟ ଆସିଲା ଆମର ମହାକାବ୍ୟ ଓ ପୁରାଣ। ଫାଷ୍ଟ ଆସିଲା ମହାଭାରତ। ମହାଭାରତରେ ଆମର ଓଡ଼ିଶାର ବର୍ଣ୍ଣନା ଅଛି। କ'ଣ ବୋଲି ବର୍ଣ୍ଣନା ଅଛି? କଳିଙ୍ଗ, ଓଡ୍ର, ବୈତରଣୀ ନଦୀ, ଦେବୀ ବିରଜା ୟାଙ୍କ ବିଷୟରେ ମହାଭାରତ ମହାକାବ୍ୟରେ ଲେଖା ହେଇଛି, ବର୍ଣ୍ଣନା କରାହେଇଛି। ସେମିତି ରାମାୟଣରେ ମଧ୍ୟ ଆମର ଓଡ଼ିଶାର ବର୍ଣ୍ଣନା ମିଳିଥାଏ। ଯେମିତିକି ଆମର କଳିଙ୍ଗ ନଗର, ଗନ୍ଧମାର୍ଦ୍ଦନ ପର୍ବତ, ଉତ୍କଳ ଏହା ବିଷୟରେ ଆମର ରାମାୟଣରେ ଲେଖା ହେଇଛି। ସେମିତି କପିଳ ସଂହିତା ଓ ପ୍ରାଚୀ ମହାତ୍ମ୍ୟରେ ମଧ୍ୟ ଓଡ଼ିଶାର ବିଷୟରେ ଲେଖା ହେଇଛି। ଓଡ଼ିଶା ବିଷୟରେ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ ଗୁଡ଼ିକ। ଆଉ ସେମିତି ପୁରାଣ, ବାୟୁ ପୁରାଣ, ମତ୍ସ୍ୟ ପୁରାଣ, ଭାଗବତ, ହରିବଂଶ, ବିଷ୍ଣୁ ପୁରାଣ ଏଇସବୁରେ ମଧ୍ୟ ଆମର ଓଡ଼ିଶା ବିଷୟରେ ବର୍ଣ୍ଣନା କରାହେଇଛି। ତାହେଲେ କେଉଁ ମହାକାବ୍ୟ ସାହିତ୍ୟିକ ଉତ୍ସ କେଉଁ ଗୁଡ଼ା ଆମେ ଦେଖିଲେ ନା ମହାଭାରତରେ ବର୍ଣ୍ଣନା ହେଇଛି, ରାମାୟଣରେ ବର୍ଣ୍ଣନା ହେଇଛି, କପିଳ ସଂହିତାରେ ବର୍ଣ୍ଣନା ହେଇଛି, ପ୍ରାଚୀ ମହାତ୍ମ୍ୟରେ ବର୍ଣ୍ଣନା ହେଇଛି, ଆଉ ପୁରାଣରେ ମଧ୍ୟ ବର୍ଣ୍ଣନା ହେଇଛି। କ'ଣ କ'ଣ ପୁରାଣ? ବାୟୁ ପୁରାଣ, ମତ୍ସ୍ୟ ପୁରାଣ, ଭାଗବତ, ହରିବଂଶ, ବିଷ୍ଣୁ ପୁରାଣ ଏଇସବୁ ଗୁଡ଼ାରେ ଆମର ଓଡ଼ିଶା ବିଷୟରେ ବର୍ଣ୍ଣନା କରାହେଇଛି। ଆଉ କେଉଁଠି କ'ଣ ବୋଲି ବର୍ଣ୍ଣନା କରାହେଇଛି ଟିକେ ଧ୍ୟାନ ଦେବ ହେଲା। ଯେମିତି ରାମାୟଣରେ ଗନ୍ଧମାର୍ଦ୍ଦନ ପର୍ବତ ବିଷୟରେ ଲେଖା ହେଇଛି, ମହାଭାରତରେ ଦେବୀ ବିରଜାଙ୍କ ବିଷୟରେ ଲେଖା ହେଇଛି, ବୈତରଣୀ ନଦୀ ବିଷୟରେ ଲେଖା ହେଇଛି। ତାହେଲେ କ୍ୱେଶ୍ଚନ୍ ଆସିପାରେ କି ବୈତରଣୀ ନଦୀ ବିଷୟରେ ନିମ୍ନଲିଖିତ ମଧ୍ୟରୁ କେଉଁଥିରେ ବର୍ଣ୍ଣନା କରାହେଇଛି? ମହାଭାରତରେ ନା ରାମାୟଣରେ ନା କପିଳ ସଂହିତାରେ ନା
ପୁରାଣରେ, ତାହେଲେ ତାର ଠିକ୍ ଉତ୍ତରଟି କ'ଣ ହେବ? ମହାଭାରତରେ। ବୁଝିପାରିଲ? ସେମିତି ଦେଖ, ଆଉ ଆମର ଆସିଲା ଜୈନ ଓ ବୌଦ୍ଧ ଉତ୍ସମାନଙ୍କୁ ମଧ୍ୟ ଆମେ ଦେଖିବା। କ'ଣ କ'ଣ ଜୈନ ଓ ବୌଦ୍ଧ ଉତ୍ସ ଦେଖ ନା, ପ୍ରାଚୀନ କାଳରେ ଓଡ଼ିଶାରେ ଜୈନ ଓ ବୌଦ୍ଧ ଧର୍ମ ଶକ୍ତିଶାଳୀ ପ୍ରଭାବ ରହିଥିଲା। ପ୍ରାଚୀନ କାଳରେ ତାହେଲେ ଓଡ଼ିଶାରେ କାହାର ପ୍ରଭାବ ରହିଥିଲା? ଜୈନ ଧର୍ମ ଓ ବୌଦ୍ଧ ଧର୍ମର ଶକ୍ତିଶାଳୀ ପ୍ରଭାବ ରହିଥିଲା। ଖାଲି ଏମିତି ପ୍ରଭାବ ନୁହଁ, ଶକ୍ତିଶାଳୀ ପ୍ରଭାବ ରହିଥିଲା। ତାହେଲେ ଜୈନ ସାହିତ୍ୟରେ କ'ଣ ବୋଲି ବର୍ଣ୍ଣନା କରାହେଇଛି ଦେଖ, ଜୈନ ସାହିତ୍ୟର ଅଭ୍ୟାସକ ନିଯୁକ୍ତିରେ ଆମର ଓଡ଼ିଶା ବିଷୟରେ ବର୍ଣ୍ଣନା କରାହେଇଛି। ସେମିତି ହରିବଂଶରେ ମଧ୍ୟ ଆମର ଓଡ଼ିଶା ବିଷୟରେ ବର୍ଣ୍ଣନା କରାହେଇଛି। ସେମିତି ବୌଦ୍ଧ ସାହିତ୍ୟରେ ମଧ୍ୟ ଆମର ଓଡ଼ିଶା ବିଷୟରେ ବର୍ଣ୍ଣନା କରାହେଇଛି। କେଉଁଥିରେ ବର୍ଣ୍ଣନା କରାହେଇଛି ଦେଖ, ଆମର ଦୀର୍ଘ ନିକାୟରେ ବର୍ଣ୍ଣନା କରାହେଇଛି, ମଝିମା ନିକାୟରେ ବର୍ଣ୍ଣନା କରାହେଇଛି, ଦାଥା ବଂଶରେ ବର୍ଣ୍ଣନା କରାହେଇଛି, ମହାବସ୍ତୁରେ ବର୍ଣ୍ଣନା କରାହେଇଛି, କୁମ୍ଭକାର ଜାତକରେ ବର୍ଣ୍ଣନା କରାହେଇଛି, ଆଉ କଳିଙ୍ଗବଧି ଜାତକରେ ମଧ୍ୟ ଓଡ଼ିଶା ବିଷୟରେ ବର୍ଣ୍ଣନା କରାହେଇଛି। ଏଇସବୁ ଗୁଡ଼ାକ ହେଲା ଆମର କ'ଣ? ବୌଦ୍ଧ ସାହିତ୍ୟ। ଏଇସବୁ ବୌଦ୍ଧ ସାହିତ୍ୟରେ ଆମର ଓଡ଼ିଶା ବିଷୟରେ ବର୍ଣ୍ଣନା କରାହେଇଛି। ଆଉ କ'ଣ କ'ଣ ଅନ୍ୟାନ୍ୟ ସାହିତ୍ୟ ଉତ୍ସ ଅଛି ଦେଖିବା ପାଇଁ ଗଲେ ଆମେ କ'ଣ ପାଇବା? ଅର୍ଥଶାସ୍ତ୍ର, ମନୁସ୍ମୃତି, ନାରଦ, ବୃହସ୍ପତି, କାତ୍ୟାୟନ, ଯାଜ୍ଞ, କାମନ୍ଦକ, ଏଇଭଳି ଗ୍ରନ୍ଥ ଗୁଡ଼ିକରେ ଓଡ଼ିଶାର ବିଷୟରେ ବର୍ଣ୍ଣନା କରାହେଇଛି। ସେମିତି ବୌଦ୍ଧାୟନ, ଧର୍ମଶାସ୍ତ୍ର, ଅଷ୍ଟାଧ୍ୟାୟୀ, ବୃହତ୍ ସଂହିତା, ହର୍ଷଚରିତ୍ର, ରତ୍ନାବଳୀ, ଏଥିରେ ମଧ୍ୟ ଆମର ଓଡ଼ିଶା ବିଷୟରେ ବର୍ଣ୍ଣନା ଦେଖିବାକୁ ମିଳିଥାଏ। ଆଉ ବିଦେଶୀ ବର୍ଣ୍ଣନା କ'ଣ କ'ଣ ଅଛି ଦେଖ, ବିଦେଶୀ ବର୍ଣ୍ଣନାରେ ଆମର ସେମିତି ଅଛି ମେଗାସ୍ଥେନୀଙ୍କ ଇଣ୍ଡିକା, ପ୍ଲିନି କଳିଙ୍ଗରୁ 3ଟି ଅଞ୍ଚଳକୁ ଭାଗ କରିଥିଲେ, କଳିଙ୍ଗକୁ 3ଟି ଅଞ୍ଚଳରେ ଭାଗ କରିଥିଲେ, ଯେମିତି ଗଙ୍ଗା ତୀର, କଳିଙ୍ଗ, ମଧ୍ୟ କଳିଙ୍ଗ ଆଉ ଦକ୍ଷିଣ କଳିଙ୍ଗ। ଗଙ୍ଗା ତୀରର କଳିଙ୍ଗ, ମଧ୍ୟ କଳିଙ୍ଗ ଆଉ ଦକ୍ଷିଣ କଳିଙ୍ଗ। ତାହେଲେ ପ୍ଲିନି ଓଡ଼ିଶାକୁ କେତୋଟି ଭାଗରେ ଭାଗ କରିଥିଲେ? ଏମିତି ବି କ୍ୱେଶ୍ଚନ୍ ଆସିପାରେ। ତାହେଲେ କେତୋଟି ଭାଗରେ ଭାଗ କରିଥିଲେ? 3ଟି ଭାଗରେ। କ'ଣ କ'ଣ? ଗୋଟେ ହେଲା ଗଙ୍ଗା ତୀର କଳିଙ୍ଗ, ଗୋଟେ ମଧ୍ୟ କଳିଙ୍ଗ, ଗୋଟେ ଦକ୍ଷିଣ କଳିଙ୍ଗ। ସେମିତି ମେଗାସ୍ଥେନୀ କ'ଣ ଲେଖିଛନ୍ତି? ନା, ଗଙ୍ଗା ତୀରର କଳିଙ୍ଗ ବିଷୟରେ ଉଲ୍ଲେଖ କରିଛନ୍ତି। ବୁଝିହେଲା? ତାପରେ ଦେଖ, ଟୋଲେମି କ'ଣ କହିଛନ୍ତି? ପାଲୁର ନାଇଗାଇନ୍ ଆଉ କାଟିକାର୍ଡମ ଆଉ କନଙ୍ଗର ଇତ୍ୟାଦି ସ୍ଥାନ ଉଲ୍ଲେଖ କରିଛନ୍ତି। ଟୋଲେମି ସିଏ ମଧ୍ୟ ଜଣେ ଆମର ବିଦେଶୀ ପରିବ୍ରାଜକ ଥିଲେ। ସିଏ ମଧ୍ୟ ଆମର ଓଡ଼ିଶା ବିଷୟରେ ଏହିସବୁ ବର୍ଣ୍ଣନା କରିଛନ୍ତି। ସେମିତି ହୁଏନସାନ୍, ଯିଏକି ଆମର ଚାଇନାରୁ ଆସିଥିଲେ, ସିଏ ଆମର ଓଡ଼ିଶାର ଧାର୍ମିକ ପରିସ୍ଥିତି ବିଷୟରେ ବର୍ଣ୍ଣନା କରିଥିଲେ। ବୁଝିହେଲା? ତାହେଲେ ଦେଖ, ଆମର ବିଦେଶୀମାନେ କିଏ କିଏ ଆମର ଓଡ଼ିଶା ବିଷୟରେ ବର୍ଣ୍ଣନା କରିଛନ୍ତି? ଜଣେ ହେଲେ ମେଗାସ୍ଥେନିସ୍, ଯିଏକି ଇଣ୍ଡିକା ନାମକ ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ପ୍ଲିନି, ସିଏ ଆମର ଓଡ଼ିଶାକୁ 3ଟି ଭାଗରେ ଭାଗ କରିଥିଲେ। ଟୋଲେମି, ତାଙ୍କ ବହିରେ ମଧ୍ୟ ଆମର ଓଡ଼ିଶା ବିଷୟରେ ବର୍ଣ୍ଣନା ମିଳେ। ହୁଏନସାନ୍, ସେ ମଧ୍ୟ ଓଡ଼ିଶାର ଧାର୍ମିକ ପରିସ୍ଥିତି ବିଷୟରେ ବର୍ଣ୍ଣନା କରିଛନ୍ତି। ବୁଝିହେଲା? ସେମିତି ଆଉ ଦେଖ, ପୁରାତତ୍ତ୍ୱ ଉତ୍ସ, ଆର୍କିଓଲୋଜିକାଲ ସୋର୍ସ ଆଉ କ'ଣ କ'ଣ ଅଛି? ସିଏ ତ ଗଲା ଐତିହାସିକ ସାହିତ୍ୟିକ ସୋର୍ସ ସବୁ ଗଲା। ଆଉ ଏବେ ଆସିବ ଆମର ଆର୍କିଓଲୋଜିକାଲ ସୋର୍ସ। ତ ଆର୍କିଓଲୋଜିକାଲ ସୋର୍ସରେ ଆମର ଫାଷ୍ଟ ଆସିଲା ପ୍ରି ହିଷ୍ଟୋରିକ ସାଇଟ୍। କ'ଣ କ'ଣ ମିଳିଛି ଦେଖ, ଆମର ଜଣେ ଥିଲେ ଭାଲେଣ୍ଟାଇନ ବାଲି। ସିଏ 1875ରେ ଅନୁଗୁଳ, ତାଳଚେର, ଢେଙ୍କାନାଳ ଏବଂ ବୋର୍ସାପାଲିରେ ପୁରାତତ୍ତ୍ୱ ସ୍ଥଳର ଅନୁସନ୍ଧାନ କରିଥିଲେ। କିଏ କରିଥିଲେ? ନା, ଭାଲେଣ୍ଟାଇନ ବାଲି। କେବେ କରିଥିଲେ? 1875ରେ। ସେମିତି ପରମାନନ୍ଦ ଆଚାର୍ଯ୍ୟ କ'ଣ କରିଥିଲେ? କୁଲିନାଠାରେ ପ୍ୟାଲିଓଲିଥିକ ଯୁଗର ସ୍ଥଳ ଆବିଷ୍କାର କରିଥିଲେ। କିଏ କରିଥିଲେ? ପରମାନନ୍ଦ ଆଚାର୍ଯ୍ୟ। ତାହେଲେ ଭାଲେଣ୍ଟାଇନ ବାଲି କୋଉଠି କରିଥିଲେ ମନେ ରଖିବ? କୋଉଠି? ଅନୁଗୁଳରେ, ତାଳଚେରରେ, ଢେଙ୍କାନାଳରେ ଆଉ
ବୁର୍ସାପାଲିରେ। ସେମିତି ପରମାନନ୍ଦ ଆଚାର୍ଯ୍ୟ କୋଉଠି ଆବିଷ୍କାର କରିଥିଲେ ନା କୁଲିନା ଠାରେ। ହେବ। ସେମିତି ଦେଖ ଆଉ କ'ଣ କ'ଣ ଆର୍କିଓଲୋଜିକାଲ ସୋର୍ସ ଅଛି ଦେଖ। ଆମର ହେଲା ଅଶୋକାନ ରକ୍ ଏଡିକ୍ଟ ଅଛି, ଯେଉଁଟାକି ଆମେ ଅଶୋକଙ୍କ ଶିଳାଲେଖା ବୋଲିକରି କହିଥାଉ। କେଉଁଠି ଅଶୋକଙ୍କ ଶିଳାଲେଖା ଅଛି ନା ଧଉଳି ଓ ଜଉଗଡ଼ ଅଶୋକଙ୍କ ଶିଳାଲେଖା ଅଛି। ଏହା ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀର କଳିଙ୍ଗର ଇତିହାସ ବିଷୟରେ ତଥ୍ୟ ଦେଇଥାଏ। ତାହେଲେ ଆମର ଏଇ ଯେଉଁ ଧଉଳି ଆଉ ଜଉଗଡ଼ ଠାରେ ଅଶୋକନ ରକ୍ ଏଡିକ୍ଟ ଅଛି, ସେଇଥିରେ ଆମର ଓଡ଼ିଶା ବିଷୟରେ 3ୟ ଶତାବ୍ଦୀରେ ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀର କଳିଙ୍ଗର ଇତିହାସ ବିଷୟରେ ସେଠାରେ ଲେଖାଯାଇଛି। ଆଉ ସେମିତି ଆମର ଜୈନ କେଭ୍ ଅଛି। ଜୈନ କେଭ୍ କେଉଁଗୁଡ଼ା ଜୈନ କେଭ୍? ଉଦୟଗିରି ଓ ଖଣ୍ଡଗିରିର ଯେଉଁ କେଭ୍ ଅଛି ବା ତାକୁ ଆମେ ଗୁହା ବୋଲିକରି କହିଥାଉ ବା ଗୁମ୍ଫା ବୋଲିକରି କହିଥାଉ। ତ ସେଠି ଖ୍ରୀଷ୍ଟପୂର୍ବ 2ୟ ଶତାବ୍ଦୀରେ ଜୈନ ସନ୍ନ୍ୟାସୀମାନଙ୍କର ବସବାସର ସ୍ଥାନ ଥିଲା ବୋଲିକରି ପ୍ରମାଣ ମିଳେ। ଆଉ ଏକ୍ସକାଭେସନ୍ କ'ଣ ହେଇଛି ଦେଖ। ଖନନ କାର୍ଯ୍ୟରେ କେଉଁଠି ଆମର କ'ଣ ମିଳିଛି? ମଣିକପାଟଣା ଓଡ଼ିଶାର ସାମାଜିକ, ଆର୍ଥିକ ଓ ସାମୁଦ୍ରିକ ଇତିହାସ ବିଷୟରେ ତଥ୍ୟ ଦେଖାଏ। ଆଉ ସେମିତି ଆମର ରତ୍ନଗିରି, ଦେବାଳା ମିତ୍ର ରତ୍ନଗିରିର ଆବିଷ୍କାର କରିଥିଲେ। ସେ ବୌଦ୍ଧ ବିହାର ଓ ସ୍ତୂପ ବିଷୟରେ ସୂଚନା ଦେଇଥାଏ। ସେମିତି ଉଦୟଗିରି ଓ ଲଳିତଗିରିରେ ବୌଦ୍ଧର ଧାତୁ, ସ୍ତୂପ, ବିହାର ଏସବୁ ଜିନିଷ ମିଳିଥାଏ। ଆଉ ଆମର ଡାଇମଣ୍ଡ ଟ୍ରାଏଙ୍ଗେଲ ଅଛି। ରତ୍ନଗିରି, ଉଦୟଗିରି ଆଉ ଲଳିତଗିରି ଏସବୁରେ ବୌଦ୍ଧ ଅବଶେଷ ପାଇଁ ପ୍ରସିଦ୍ଧ। ତାହେଲେ ଏଇସବୁ ଏକ୍ସକାଭେସନରୁ ଆମର ଓଡ଼ିଶାର ପ୍ରାଚୀନ ଇତିହାସ ବିଷୟରେ ଆମକୁ ପ୍ରମାଣ ମିଳିଥାଏ। ଆଉ କ'ଣ କ'ଣ ଆବିଷ୍କାର ହେଇଛି ଦେଖିବା ଯଦି ଆମେ, ତାଳଚେର, ହିଣ୍ଡଳ ଓ ଢେଙ୍କାନାଳରୁ ମିଳିଥିବା ତାମ୍ରପତ୍ରରେ ଓଡ଼ିଶାର ପ୍ରାଚୀନ ଇତିହାସକୁ ଜଣାଯାଏ। ସେମିତି ଶ୍ରୀମାଧବପୁର ମହାବିହାର, ଯାହାକି ଖ୍ରୀଷ୍ଟାବ୍ଦ 7ମ ରୁ 8ମ ଶତାବ୍ଦୀରେ ଫଳିତ ଥିଲା, ଫ୍ଲରିସ୍ ହେଇଥିଲା, ଯେଉଁଟାକୁ ଆମେ କହିଥାଉ। କେଉଁଠି ନା ଶ୍ରୀମାଧବପୁରରେ ହେଲା। ତାପରେ ଦେଖ ଆମର ସେମିତି ଆସିଲା ଇନସ୍କ୍ରିପସନ୍ କ'ଣ ଅଛି, ଯେଉଁଠାରୁ କି ଆମେ ଓଡ଼ିଶାର ଇତିହାସ ବିଷୟରେ ଜାଣିପାରୁ। ତ ଆସିଲା ଆମର ପିକ୍ଟୋଗ୍ରାଫିକ୍ ରାଇଟିଂ। କେଉଁଠି କେଉଁଠି ମିଳିଥାଏ? ଆମର ସୁନ୍ଦରଗଡ଼, ସମ୍ବଲପୁର, କଳାହାଣ୍ଡି ଏଇସବୁ ଜାଗାରେ ଆମର ଚିତ୍ରଲିପି ମିଳିଥାଏ ବା ଯାହାକୁ ଆମେ ପିକ୍ଟୋଗ୍ରାଫିକ୍ ରାଇଟିଂ ବୋଲିକି କହୁଛେ। କେଉଁଠି କେଉଁଠି ମିଳିଥାଏ? ତାହେଲେ ସୁନ୍ଦରଗଡ଼ରେ, ସମ୍ବଲପୁର ଓ କଳାହାଣ୍ଡିରେ ଏସବୁ ମିଳିଥାଏ। ଆଉ ଚିତ୍ରଲିପିର ଉଦାହରଣ କେଉଁଠି ଅଛି ଦେଖ। ଆମର ବିକ୍ରମଖୋଲ, ଯେଉଁଟାକି ଝାରସୁଗୁଡ଼ାରେ ଅଛି, କୁଡ଼ାହାଣ୍ଡି, ଯେଉଁଟାକି କଳାହାଣ୍ଡିରେ ଅଛି। ଏଇଥିରେ ମଧ୍ୟ ଆମର ଚିତ୍ରଲିପି ଆମର ମିଳିଥାଏ, ପିକ୍ଟୋଗ୍ରାଫ ଯେଉଁଟାକୁ ଆମେ କହିଥାଉ। ଆଉ ସେମିତି ଆମର ମୁଖ୍ୟ ଶିଳାଲେଖା କେଉଁଠି କେଉଁଠି କ'ଣ କ'ଣ ଲେଖା ହେଇଛି ଆମେ ଏବେ ଦେଖିବା। ଯେମିତି ଅଶୋକଙ୍କ ଶିଳାଲେଖା କେଉଁଠି ଅଛି? ଧଉଳି ଓ ଜଉଗଡ଼ ଠାରେ ଅଛି। ସେଥିରେ କ'ଣ ଲେଖା ହେଇଛି ନା ଓଡ଼ିଶାର ପ୍ରଶାସନ ବିଷୟରେ ଆମର ସବୁଠାରୁ ପୁରୁଣା ତଥ୍ୟ ଆମର ସେଠାରେ ଦିଆହେଇଛି। କେଉଁଠି ନା ଅଶୋକଙ୍କ ଶିଳାଲେଖାରେ। ସେମିତି ହାତୀଗୁମ୍ଫା ଶିଳାଲେଖାରେ କ'ଣ ଲେଖା ହେଇଛି? ରାଜା ଖାରବେଳଙ୍କ ଶାସନ ବିଷୟରେ ଲେଖା ହେଇଛି। ଅଶୋକଙ୍କ ଶିଳାଲେଖାରେ ଓଡ଼ିଶାର ପ୍ରଶାସନ ବିଷୟରେ ଲେଖା ହେଇଛି। ଆଉ ହାତୀଗୁମ୍ଫା ଶିଳାଲେଖାରେ କାହା ବିଷୟରେ ଲେଖା ହେଇଛି? ଖାରବେଳ, ଐର ଖାରବେଳ ଯିଏ ଥିଲେ ଆମର। ସେମିତି ଅସନପାଠ ଶିଳାଲେଖାରେ ଆମର କ'ଣ ଅଛି ଦେଖ। ପ୍ରାଚୀନ ଶାସକଙ୍କ ବିଷୟରେ ଆମର ତଥ୍ୟ ସେଠାରେ ମିଳିଥାଏ। ସେମିତି ନିଗଣ୍ଡ, ନର୍ଲା, ରତାପୁର, ଦାନପତ୍ର ଶିଳାଲେଖାରେ ଆମର ଓଡ଼ିଶାର ପ୍ରାଚୀନ ବଂଶମାନଙ୍କ ବିଷୟରେ ସୂଚନା ମିଳିଥାଏ ହେଲା। ତାପରେ ଆମର ଆସିଲା ମୁଦ୍ରା ବା ସିକ୍କା ବା ଯାହାକୁ ଆମେ କଏନ୍ ବୋଲିକି କହୁଛେ। ଓଡ଼ିଶାର ବିଭିନ୍ନ ପ୍ରକାରର ପ୍ରାଚୀନ ସିକ୍କା ଆବିଷ୍କାର କରାହେଇଛି ବା ମୁଦ୍ରା ଆବିଷ୍କାର କରାହେଇଛି। ସେହି ମୁଦ୍ରା ଗୁଡ଼ିକରୁ ଆମର କ'ଣ ମିଳିଥାଏ ଦେଖ। ରାଜ୍ୟର ପ୍ରାଚୀନ ଇତିହାସ ବିଷୟରେ ଆମକୁ ମୂଲ୍ୟବାନ ତଥ୍ୟ ମିଳିଥାଏ ବା ସେଇଥିରୁ ଆମକୁ ସେଇ ମୁଦ୍ରା ଗୁଡ଼ାକ ବା କଏନ୍ ଗୁଡ଼ାକ ଆମକୁ ଓଡ଼ିଶାର ପ୍ରାଚୀନ ଇତିହାସ ବିଷୟରେ ଆମକୁ
ବହୁତ ସାରା ମୂଲ୍ୟବାନ ତଥ୍ୟ ଆମକୁ ଦେଇଥାନ୍ତି। ତ ସେଇ ମୁଦ୍ରା ଗୁଡ଼ିକ କେମିତି ଥିଲା ନା ପଞ୍ଚ ମାର୍କଡ କଏନ୍ ଯାହାକୁ ଆମେ କହୁଛେ। ତ ସେଗୁଡ଼ା ହେଲା ଖ୍ରୀଷ୍ଟପୂର୍ବ 4th ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ 4th ଶତାବ୍ଦୀ ପର୍ଯ୍ୟନ୍ତ 800 ବର୍ଷ ଧରି 800 ଇୟର ଧରିକରି ଆମର ଓଡ଼ିଶାର ଇତିହାସ ସେଠାରୁ ମିଳିଥାଏ ଆମକୁ। କ'ଣ କ'ଣ ଅଛି ଦେଖ, ଓଡ଼ିଶାରେ ମିଳିଥିବା ସବୁଠାରୁ ପ୍ରାଚୀନତମ ସିକ୍କା ସେଗୁଡ଼ା କେଉଁଥିରେ ତିଆରି ହେଇଥିଲା? ଆମର ରୂପା ବା ତମ୍ବାରୁ ସେଗୁଡ଼ା ସବୁ ତିଆରି ହେଇଥିଲା, ଯାହାକୁ ଆମେ ଚାନ୍ଦି ବା ତାମ୍ର ବୋଲିକି କହୁଛେ। ତ ସେଥିରେ କ'ଣ କ'ଣ ଖୋଦିତ ହେଇଛି ନା ସୂର୍ଯ୍ୟ, ପଶୁ, ପକ୍ଷୀ, ଜ୍ୟାମିତିକ ଆକୃତି, ଏଇସବୁ ଆମର ସେଇ ପଞ୍ଚ ମାର୍କଡ କଏନ୍ରେ ତାର ସବୁ ମାର୍କ କରାହେଇଛି। ସେଇ କଏନ୍ ଗୁଡ଼ାକ କେଉଁଠି ମିଳୁଥିଲା ଦେଖ ନା ଆମର ମୁଖ୍ୟତଃ ଉପକୂଳ ଓଡ଼ିଶାରେ ସେସବୁ ମିଳୁଥିଲା। କ'ଣ ପାଇଁ ଉପକୂଳ ଓଡ଼ିଶାରେ ମିଳୁଥିଲା ପିଲାମାନେ କିଏ କହିପାରିବ? ନା କ'ଣ ପାଇଁ ନା ଉପକୂଳବର୍ତ୍ତୀ ଓଡ଼ିଶାର ଲୋକମାନେ କ'ଣ କରୁଥିଲେ? ବାଣିଜ୍ୟ ବେପାର କରୁଥିଲେ। ତ ସେମାନେ ସେଇ ପଞ୍ଚ ମାର୍କ କଏନ୍ର ବ୍ୟବହାର କରୁଥିଲେ। ସେଥିପାଇଁ ଆମକୁ ଉପକୂଳ ଓଡ଼ିଶାରେ ସେସବୁର ଆମକୁ ବେଶୀ ପ୍ରମାଣ ମିଳିଥାଏ। ଆଉ ଦେଖ, ଆଉ ଗୋଟେ ଅଛି ଆମର ପୁରୀ କୁଷାଣ ସିକ୍କା, ଯେଉଁଟାକି କୁଷାଣ ସିକ୍କା ଅନୁକରଣରୁ ମିଳିଥାଏ। କେଉଁଠି ମିଳିଥାଏ? ମୟୂରଭଞ୍ଜରୁ ଗଞ୍ଜାମ ପର୍ଯ୍ୟନ୍ତ ଏଇ ପୁରୀ କୁଷାଣମାନଙ୍କର ଯେଉଁ କଏନ୍ ଥିଲା ସେଗୁଡ଼ା ସବୁ ଆମକୁ ମିଳିଥାଏ। ସେମିତି ଆମର ଗୁପ୍ତମାନଙ୍କ ପିରିୟଡ଼ରେ ଯେଉଁ କଏନ୍ ଥିଲା ସେଗୁଡ଼ା ସବୁ ମଧ୍ୟ ମିଳିଥାଏ। କେଉଁଠି ମିଳିଥାଏ? ସେଇ ଗୁପ୍ତ ସିକ୍କା ଗୁଡ଼ିକ ସୁନାରେ ତିଆରି ହେଇଥାଏ, ହେଲା, ଗୋଲ୍ଡରେ ତିଆରି ହେଇଥାଏ। ଆଉ ଧନୁର୍ଦ୍ଧର ପ୍ରକାରର ସିକ୍କା ଯେଉଁଟାକି ଭାଣପୁର, ଖିଚିଙ୍ଗ, ଅନୁଗୁଳରେ ଏଇ ଗୁପ୍ତ ସିକ୍କା ଆମର ମିଳିଥାଏ। ଗୁପ୍ତ ରାଜାଙ୍କ ପିରିୟଡ଼ର ଯେଉଁ କଏନ୍ ଥିଲା ସେଗୁଡ଼ା ସବୁ ଆମର ଭାଣପୁର, ଖିଚିଙ୍ଗ ଯେଉଁଟାକି ମୟୂରଭଞ୍ଜରେ ଅଛି, ଅନୁଗୁଳ, ଏସବୁ ଜାଗାରେ ଆମର ଗୁପ୍ତ ସିକ୍କା ମିଳିଥାଏ। ଏହା ଗୁପ୍ତ ଯୁଗର ବ୍ୟାପାର ଓ ବାଣିଜ୍ୟର ବିକାଶ ଦେଖା ଦେଇଥାଏ। ତ ସେତେବେଳେ ବେପାର ବାଣିଜ୍ୟ ହେଉଥିଲା, ସେଥିପାଇଁ ଆମର ସବୁ କଏନ୍ ସବୁ ୟୁଜ୍ କରୁଥିଲେ। ତ ସେଇ କଏନ୍ ଗୁଡ଼ାରୁ ଆମେ ଏତିକି ଜାଣୁ କି ଗୁପ୍ତ ରାଜାଙ୍କ ପିରିୟଡ଼ରେ ବହୁତ ସାରା ବେପାର ବାଣିଜ୍ୟ ଓଡ଼ିଶା ସହିତ ହେଉଥିଲା। ସେଇଥିପାଇଁ ଆମେ ଗୋଲ୍ଡ କଏନ୍ ବା ସୁନାର ମୁଦ୍ରା ଯେଉଁଗୁଡ଼ାକୁ କହୁଛେ ଗୁପ୍ତ ରାଜାଙ୍କ ପିରିୟଡ଼ରେ ଆମକୁ ଓଡ଼ିଶାରୁ ମିଳିଥାଏ, ହେଲା। ସେମିତି ନଳ ରାଜାମାନଙ୍କର ମଧ୍ୟ ସିକ୍କା ଥିଲା କିଛି ବା କଏନ୍ ଥିଲା। ତ ସେଗୁଡ଼ା ହେଲା ପଶ୍ଚିମ ଓଡ଼ିଶାରେ ସେଗୁଡ଼ା ମିଳିଥାଏ। ଏଥିରେ ହମ୍ପ୍ଡ ବୁଲ୍ ବା ଯେଉଁଟାକି ଆମେ କୁବଡ଼ିଆ ବୃଷଭ ବୋଲିକି କହୁଛେ, ହମ୍ପ୍ଡ ବୁଲ୍ ଆଉ ରାଜାଙ୍କର ନାମ ସେଇ କଏନ୍ରେ ଆମକୁ ଦେଖିବାକୁ ମିଳିଥାଏ। ସେମିତି ଆସିଲା ମନ୍ଦିର ଓ ସ୍ଥାପତ୍ୟରେ ମଧ୍ୟ ଆମର ଓଡ଼ିଶାର ଇତିହାସ ବିଷୟରେ ଆମକୁ ଜଣାପଡ଼ିଥାଏ। ଟେମ୍ପଲ୍ ଆଣ୍ଡ ଆର୍କିଟେକ୍ଚରରେ କ'ଣ ଟେମ୍ପଲ୍ ଆଣ୍ଡ ଆର୍କିଟେକ୍ଚରରେ କ'ଣ ଅଛି ଦେଖ, କଳିଙ୍ଗ ଶୈଳୀର ସ୍ଥାପତ୍ୟ ବା ଯେଉଁଟାକି ଆମେ କଳିଙ୍ଗ ଆର୍କିଟେକ୍ଚର ବୋଲିକରି କହୁଛେ, ଏସବୁ ମୁଖ୍ୟତଃ ଆମକୁ ଭୁବନେଶ୍ୱରରେ ଆମର ଦେଖାଯାଇଥାଏ। ଆଉ ରେଖା ବା ବକ୍ର ରେଖାର ଗଠନ ମଧ୍ୟ ଏହାର ବିଶେଷତା। କାହାର ବିଶେଷତା? ଏଇ କଳିଙ୍ଗ ଶୈଳୀ ସ୍ଥାପତ୍ୟ ବା କଳିଙ୍ଗ ଆର୍କିଟେକ୍ଚରର ସିଏ ହେଲା ଗୋଟେ ଫିଚର। ତାପରେ ଦେଖ ଓଡ଼ିଶାର ପ୍ରାଚୀନ ଇତିହାସ, ଆନ୍ସିଏଣ୍ଟ ହିଷ୍ଟ୍ରି ଅଫ୍ ଓଡ଼ିଶା। କେଉଁଠୁ ମିଳିଥାଏ ଦେଖ, ଶ୍ରୀ ଜଗନ୍ନାଥ ପୁରୀ ମନ୍ଦିର ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ସ୍ମାରକମାନଙ୍କ ମଧ୍ୟରୁ ଗୋଟିଏ। ଏହା 1200 ଶତାବ୍ଦୀରେ ଖ୍ୟାତିନାମା ଗଙ୍ଗ ବଂଶର ରାଜା ଅନନ୍ତ ବର୍ମନ ଚଡ଼ଗଙ୍ଗ ଦେବଙ୍କ ଦ୍ୱାରା ପୁରୀ ସମୁଦ୍ର ତଟ ନିକଟରେ ନିର୍ମିତ ହୋଇଥିଲା। କିଏ ସେଠି ପୁରୀ ସମୁଦ୍ର ଉପକୂଳରେ ନିର୍ମିତ ହୋଇଥିଲା? ନା ଏଇ ଶ୍ରୀ ଜଗନ୍ନାଥ ପୁରୀ ମନ୍ଦିର। କିଏ ତାକୁ ପ୍ରତିଷ୍ଠା କରେଇଥିଲେ? ନା ଗଙ୍ଗ ବଂଶର ରାଜା ଅନଙ୍ଗ ବର୍ମନ ଚଡ଼ଗଙ୍ଗ ଦେବ। କେବେ ତିଆରି କରିଥିଲେ? 1200 ଶତାବ୍ଦୀରେ। ତାହେଲେ ଆଜିକୁ କେତେ ବର୍ଷ ହେଲାଣି ପିଲାମାନେ? ସେ ମନ୍ଦିରର ତିଆରି ହେବାରୁ ଆଜିକୁ 800 ବର୍ଷ ହେଲାଣି। ବୁଝିପାରୁଛ?
ଆଉ କିଛି ପ୍ରମୁଖ ମନ୍ଦିର ମଧ୍ୟଙ୍କର ବିଶେଷତା ମଧ୍ୟ ଦେଖିବା। ଦେଖ, ଯେମିତି ଆମର ଲକ୍ଷ୍ମଣେଶ୍ୱର, ଭରତେଶ୍ୱର, ଶତ୍ରୁଘ୍ନେଶ୍ୱର, ଏଇସବୁ ମନ୍ଦିର ଗୁଡ଼ାରୁ ଆମର ମନ୍ଦିର ସ୍ଥାପତ୍ୟର ପ୍ରାରମ୍ଭିକ ପର୍ଯ୍ୟାୟକୁ ଦେଖେଇଥାଏ। ସେମିତି ଲିଙ୍ଗରାଜ ମନ୍ଦିର ଓଡ଼ିଶାର ପ୍ରସିଦ୍ଧ ଶୈବ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ବୈଷ୍ଣବ ମନ୍ଦିର, ଜଗନ୍ନାଥ ମନ୍ଦିର ରଥଯାତ୍ରା ପାଇଁ ପ୍ରସିଦ୍ଧ, ଆଉ 64 ଯୋଗିନୀ ମନ୍ଦିର ଯାହାକି ଆମର ତାନ୍ତ୍ରିକ ଉପାସନା ସହିତ ଜଡ଼ିତ, ଯାହାକି ଆମର ବୃତ୍ତାକାର ମନ୍ଦିର ଗୋଟେ। ବୁଝିପାରିଲ? ତାହେଲେ ଏଇସବୁ ହେଲା ଆମର ମନ୍ଦିରରୁ ଆମେ କ'ଣ ଓଡ଼ିଶାର ଇତିହାସ ବିଷୟରେ ଆମେ ଜାଣିପାରିଥାଉ। ଆଉ କିଛି ଅଛି ଆର୍କାଇଭାଲ ସୋର୍ସ ଅଛି। ଆର୍କାଇଭାଲ ସୋର୍ସ କହିଲେ ଯେଉଁଗୁଡ଼ାକ ହେଲା ଐତିହାସିକ ଡକୁମେଣ୍ଟ, ଯାହାକୁ ଆମେ କହୁଛେ ହିଷ୍ଟୋରିକାଲ ଡକୁମେଣ୍ଟ। କ'ଣ କ'ଣ ନା ସମ୍ବାଦପତ୍ର ଅଛି, ପତ୍ରିକା, ସରକାରୀ ରେକର୍ଡ଼, ଏଇସବୁରେ ମଧ୍ୟ ଆମର ଓଡ଼ିଶାର ଇତିହାସ ବିଷୟରେ ଆମେ ଜାଣିପାରୁ। ଗୁରୁତ୍ୱପୂର୍ଣ୍ଣ ସମ୍ବାଦପତ୍ର ଥିଲା ସବୁ ଆମର ଉତ୍କଳ ଦୀପିକା, ଉତ୍କଳ ଦର୍ପଣ, ଆଶା, ମୁକୁର, ସହକାର, ଏସବୁରୁ ମଧ୍ୟ ଆମେ ଓଡ଼ିଶାର ଇତିହାସ ବିଷୟରେ ଜାଣିପାରୁ। ସେମିତି ଜନଗଣନା ରିପୋର୍ଟ କେତେ କେତେ ଥିଲା ଦେଖ, 1801, 1901, ତାପରେ 1911, 1921, 1931, ଏମିତି 10 ବର୍ଷରେ ଥରେ ଆମର ଓଡ଼ିଶାର ଜନଗଣନା ରିପୋର୍ଟ ମଧ୍ୟ ପ୍ରକାଶ ପାଇଥାଏ। ସେମିତି ଓଡ଼ିଶାର ମ୍ୟୁଜିୟମ୍ ବା ସରକାରୀ ରେକର୍ଡ଼ରେ ମଧ୍ୟ ଆଉ ସାହିତ୍ୟ ଓ ଐତିହାସିକ ଉତ୍ସ ଗୁଡ଼ିକର ସଂରକ୍ଷଣ କରାଯାଇଥାଏ, ଆଉ ସେଇଥିରୁ ଆମର ଓଡ଼ିଶାର ଇତିହାସ ବିଷୟରେ ଆମକୁ ଜଣାପଡ଼େ। ତାପରେ ଦେଖ, ଆମର ଆସିଲା ଓଡ଼ିଶାର ପ୍ରାଗ ଐତିହାସିକ ସ୍ଥଳ ବା ଯେଉଁଟାକି ଆମେ ପ୍ରି ହିଷ୍ଟୋରିକ ସାଇଟ୍ ବୋଲିକରି କହୁଛେ। ଓଡ଼ିଶା ଭୂଭାଗ ଗୋଣ୍ଡୱାନା ସୁପର କଣ୍ଟିନେଣ୍ଟର ଅଂଶ ଥିଲା, ଯାହାରୁ ଏଠାରେ ସବୁଠାରୁ ପୁରୁଣା ପାହାଡ଼ ପଥର ପ୍ରି କ୍ୟାମ୍ବ୍ରିଆନ ଯୁଗର। ସେ ଓଡ଼ିଶାରେ ଯେତେ ସବୁ ପାହାଡ଼ ପଥର ସବୁ ମିଳେ, ଏଇଗୁଡ଼ା ହେଲା ସବୁ ପ୍ରି କ୍ୟାମ୍ବ୍ରିଆନ ଯୁଗର। ସେଇଥିପାଇଁ ତ ଆମର ଓଡ଼ିଶାରେ ସବୁ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ହେଇଛି ନା କି? ଆଉ ଓଡ଼ିଶା ଭୂଭାଗ ତାହେଲେ କାହାର, କେଉଁ ସୁପର କଣ୍ଟିନେଣ୍ଟର ଆମର ଅଂଶ ଥିଲା ନା ଗୋଣ୍ଡୱାନା ସୁପର କଣ୍ଟିନେଣ୍ଟର ଅଂଶ ଥିଲା। ହେଲା, ଓଡ଼ିଶାର ପ୍ରାଗ ଐତିହାସିକ ସ୍ଥଳ ଗୁଡ଼ିକରୁ ପ୍ରାଚୀନ ମାନବ ବସବାସ, ପଥର ଯନ୍ତ୍ର ବ୍ୟବହାର, ଗୁହା ଚିତ୍ରକଳା ବିଷୟରେ ତଥ୍ୟ ମିଳିଥାଏ। ଅନ୍ୟ ପ୍ରାଗ ଐତିହାସିକ ସ୍ଥଳ ଗୁଡ଼ିକ ହେଲା ସୁନ୍ଦରଗଡ଼, ଗର୍ଜନ, ଡଙ୍ଗର, ସମ୍ବଲପୁର ଉଷାକୋଠି, ଝାରସୁଗୁଡ଼ାର ବିକ୍ରମଖୋଲ, ଏଇଗୁଡ଼ା ହେଲା ଅନ୍ୟ ସବୁ ପ୍ରି ହିଷ୍ଟୋରିକ ସାଇଟ୍ ଅଫ୍ ଓଡ଼ିଶା। ବୁଝିହେଲା? ତାପରେ ଦେଖ, ପ୍ରି ହିଷ୍ଟୋରିକ ପିରିୟଡ଼ ଆଣ୍ଡ ଡିସ୍କଭରି, ପ୍ରାଗ ଐତିହାସିକ ଯୁଗ ଓ ଆବିଷ୍କାର। କ'ଣ କ'ଣ? ଲୋୟର ପାଲିଓଲିଥିକ ଏଜ୍ରୁ ଆମକୁ କ'ଣ ମିଳିଥିଲା ଦେଖ, ଲୋୟର ପାଲିଓଲିଥିକ ଏଜ୍ରୁ ଆମର ପଥର ଯନ୍ତ୍ର ଯେମିତି ହାତର କୁରାଢ଼ୀ, ହ୍ୟାଣ୍ଡ ଏକ୍ସ ଯାହାକୁ ଆମେ କହୁଛେ, କ୍ଲିଭର ଯାହାକୁ କହୁଛେ, ସେଗୁଡ଼ା ସବୁ ଆମର ଲୋୟର ପାଲିଓଲିଥିକ ଏଜ୍ରୁ ମିଳିଥିଲା। କେଉଁଠି ସେଗୁଡ଼ା ସବୁ ମିଳିଥିଲା ନା ଆମର ସୁନ୍ଦରଗଡ଼, କେଉଁଝର, ଆଉ ମୟୂରଭଞ୍ଜ, ସମ୍ବଲପୁର, ଏଇସବୁ ଜାଗାରେ ଆମର ଲୋୟର ପାଲିଓଲିଥିକ ଏଜ୍ର ସୂଚନା ଆମକୁ ମିଳିଥାଏ। ସେଥିରେ ଆମକୁ କ'ଣ କ'ଣ ମିଳିଛି ନା ହ୍ୟାଣ୍ଡ ଏକ୍ସ ମିଳିଛି, କ୍ଲିଭର ମିଳିଛି, ଏଇସବୁ ଜିନିଷ ଆମକୁ ସବୁ ମିଳିଛି। ସେମିତି ଅପର ପାଲିଓଲିଥିକ ଏଜ୍ରୁ ଆମକୁ କ'ଣ ମିଳିଛି ଦେଖ, ଆମକୁ ପଥର ଖୋଦନ ଓ ଚିତ୍ରର ପ୍ରମାଣ ଆମକୁ ମିଳିଛି। ସେଇଟା କେଉଁଠି କେଉଁ ସ୍ଥାନରେ ଆମକୁ ଦେଖାଯାଇଥାଏ ନା ଗୁଡ଼ାହାଣ୍ଡି ପାହାଡ଼, କଳାହାଣ୍ଡିର ଗୁଡ଼ାହାଣ୍ଡି ପାହାଡ଼ରେ ଆମକୁ ଅପର ପାଲିଓଲିଥିକ ଏଜ୍ର ଆମର ପ୍ରମାଣ ଆମକୁ ମିଳିପାରିଥାଏ। ସେମିତି ନିଓଲିଥିକ ଏଜ୍ର ପ୍ରମାଣ ଆମେ କେଉଁଠି ପାଇଥାଉ ଦେଖ, ନିଓଲିଥିକ ଏଜ୍ର କ'ଣ କ'ଣ ଆବିଷ୍କାର ଗୁଡ଼ା ଥିଲା ଆମେ ଦେଖିବା ଯଦି, ଯେମିତି ଆମର ଥିଲା ଆମର କ'ଣ ନିଓଲିଥିକ ଏଜ୍ରୁ ଆମର କୁଡ଼ାଳ ଥିଲା, ଛେନି ଥିଲା, ଘଷା ପଥର ଥିଲା, ମୁସଳ ଥିଲା, ଯେଉଁଟାକି ଆମେ ପାଉଣ୍ଡର ବୋଲିକି କହୁଛେ। ତ ଏଇ ସବୁ ଗୁଡ଼ାକ ହେଲା ଆମର
ନିଓଲିଥିକ୍ ଏଜ୍ର ସବୁ ପ୍ରମୁଖ ଆବିଷ୍କାର ଗୁଡ଼ିକ କେଉଁଠି ମିଳିଥିଲା ଏସବୁ? ନା ଆମର ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଏସବୁ ଜିନିଷ ଗୁଡ଼ାକ ମିଳିଥିଲା। ଆଉ ନିଓଲିଥିକ୍ ଏଜ୍ର ଆମର କ'ଣ ମିଳିଥିଲା? ନିଓଲିଥିକ୍ ଏଜ୍ର ଗୁହା ଚିତ୍ର ବା ଯାହାକୁ ଆମେ କହିଥାଉ କେଭ୍ ପେଣ୍ଟିଂ କେଉଁଠି ମିଳିଥିଲା? ଯୋଗୀମଠ କେଉଁଠାରେ ଅଛି? ଖରିଆ ଠାରେ ଅଛି। ହେଲା, ତାହେଲେ ଇଏ ହେଲା ଆମର ନିଓଲିଥିକ୍ ଏଜ୍ର ଜିନିଷ। ସେମିତି ଆଉ ନିଓଲିଥିକ୍ରେ ଆଉ କ'ଣ କ'ଣ ମିଳିଥିଲା ଦେଖ? କୁଢ଼ାଳ, ଛେନି, ମୁସଳ, ଗଦାମୁଣ୍ଡ ଓ ଘଷା ପଥର ଏସବୁ ଜିନିଷ ମଧ୍ୟ ମିଳିଥିଲା। କେଉଁଠି ମିଳିଥିଲା? ଇଏ ମଧ୍ୟ ଆମର ମୟୂରଭଞ୍ଜର କୋଚେଇ ସ୍ଥଳରେ ମିଳିଥିଲା। କୋଚେଇ ବୋଲିକି ଗୋଟେ ଜାଗା ଅଛି ଯେଉଁଟାକି ବାରିପଦା ପାଖରେ ଅଛି। ତ ସେଇ ଜାଗାରେ ଆମର ନିଓଲିଥିକ୍ ଏଜ୍ର ପ୍ରମୁଖ ଆବିଷ୍କାର ମାନଙ୍କୁ ମଧ୍ୟ ଆମକୁ ସେଠାରେ ମିଳିଥିବାରୁ ଆମକୁ ସୂଚନା ମିଳେ। ହେଲା, ତାପରେ ଆସିଲା ଦେଖ ଓଡ଼ିଶାର ଐତିହାସିକ ନାମ। କ'ଣ କ'ଣ ଓଡ଼ିଶାର ଐତିହାସିକ ନାମ କ'ଣ ଥିଲା ଦେଖିବା। କଳିଙ୍ଗ କେଉଁଠି? କଳିଙ୍ଗର ରାଜକୁମାରଙ୍କ ନାମରୁ ପୁରାଣ ଓ ମହାଭାରତରେ ଉଲ୍ଲେଖ ହେଇଛି କଳିଙ୍ଗ ବୋଲିକି। ସେମିତି ଉତ୍କଳ କେଉଁଠି? କଳିଙ୍ଗର ଉତ୍ତର ଅଂଶ ଯାହାକି ମହାଭାରତରେ କର୍ଣ୍ଣ ଜୟ କରିଥିଲେ ତାକୁ ଆମେ ଉତ୍କଳ ବୋଲିକି କହୁଛୁ। ବୁଝିହେଲା? ସେମିତି ମହାକାନ୍ତରାରେ ମଧ୍ୟ ନାମ ମହାକାନ୍ତରା ଥିଲା। କେଉଁଠି ସେ ମହାକାନ୍ତରା ବୋଲିକି ଲେଖା ହେଇଛି? ନା ଗୁପ୍ତ ଯୁଗରେ ଉଲ୍ଲେଖ ହୋଇଛି, ଯେଉଁଟାକି କଳାହାଣ୍ଡି ଓ ଜୟପୁର ସହ ଚିହ୍ନିତ। ତାକୁ ଆମେ ମହାକାନ୍ତରା ବୋଲିକି କହୁଥିଲେ। ସେମିତି ଓଡ୍ର ତ ଜାଣିଛ, ଓଡ଼ିଶାର ଉପକୂଳ ରାଜ୍ୟମାନଙ୍କୁ ଓଡ୍ର ବୋଲିକି କୁହାଯାଉଥିଲା। ଓଡ୍ର ଜାତିର ଲୋକମାନେ ସେଥିରେ ବାସ କରୁଥିଲେ। ଓଡ୍ର ମଧ୍ୟ ଅଛି। ଓଡ୍ର ହେଲା ଓଡ୍ର ଜାତିର ନାମରୁ ଆସିଛି, ଯାହାକି କଳିଙ୍ଗ ଓ ଦକ୍ଷିଣ କୋଶଳ ମଧ୍ୟରେ ଥିଲା ଗୋଟେ ଜାଗା, ଯାହାକୁ ଆମେ ଓଡ୍ର ବୋଲିକରି କହୁଥିଲେ। ସେମିତି ଓଡିଆନ୍ ମଧ୍ୟ ଅଛି, ଯେଉଁଟାକି ଆମର ବୌଦ୍ଧ ଧର୍ମର ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି। ଓଡିଆନ୍ ବୋଲିକି ବୌଦ୍ଧ ଗ୍ରନ୍ଥରେ ଉଲ୍ଲେଖ ହୋଇଛି। ସେମିତି କମଳାମଣ୍ଡଳ ପଦ୍ମ ଅଞ୍ଚଳ କଳାହାଣ୍ଡି ନାର୍ଲା ସହିତ ସମ୍ପର୍କିତ କମଳମଣ୍ଡଳ। ସେମିତି ଦକ୍ଷିଣ କୋଶଳ ମଧ୍ୟ ଆମର ଦେଖ ପଶ୍ଚିମ ଓଡ଼ିଶା ଛତିଶଗଡ଼। ଆଉ ରାମଙ୍କର ପୁତ୍ର ଆମର ଯିଏ କୁଶ ଥିଲେ ସିଏ ଆମର ସେଇ କୁଶଙ୍କ ନାମରୁ ସିଏ କୋଶଳ ହୋଇଛି, ଦକ୍ଷିଣ କୋଶଳ। ତାପରେ ଦେଖ କଙ୍ଗଡ଼ା ହେଲା ଆମର କ'ଣ? ଗଞ୍ଜାମର ତାମ୍ରପତ୍ରରେ ଉଲ୍ଲେଖ ହେଇଛି କଙ୍ଗଡ଼ା। ସେମିତି ଆଉ ଦେଖିବା ଯଦି ତ୍ରିକଳିଙ୍ଗ କେଉଁଠାରେ ଉଲ୍ଲେଖ ହୋଇଛି ଦେଖ? ସୋନେପୁରର ତାମ୍ରପତ୍ରରେ କଳିଙ୍ଗ, ଦକ୍ଷିଣ କୋଶଳ ଓ କଙ୍ଗଡ଼ା ନାମରେ ସେଠାରେ ଆମକୁ ଦେଖିବାକୁ ମିଳିଥାଏ। ସେମିତି ତୋଷାଳୀ କେଉଁଠି? ନା ଅଶୋକଙ୍କ ଯୁଗରେ କଳିଙ୍ଗର ଏକ ସହର, ଯାହାକି ଧଉଳିର ରାଜଧାନୀ ଥିଲା। ତାକୁ ଆମେ ତୋଷାଳୀ ବୋଲିକି କହୁଛେ। ତାପରେ ଅଡିଭିସା କେଉଁଠି ଲେଖା ହେଇଛି? ନା ବୌଦ୍ଧ ଗ୍ରନ୍ଥରେ ଲେଖା ହେଇଛି। ଅଡିଭିସା ନାମରେ ନାମକରଣ କରାଯାଇଥିଲା। ଆଉ ଜଜନଗର କେଉଁଠାରେ ଲିଖିତ ହେଇଛି? ତାରିଖ-ଇ-ନାସିରୀ ବା ତାରିଖ-ଇ-ଫିରୋଜ ସାହିରେ ଜଜନଗର ବୋଲିକି ଉଲ୍ଲେଖ କରାହେଇଛି। ବୁଝିପାରିଲ? ଏସବୁ ଗଲା ଓଡ଼ିଶାର ନାମ କେଉଁଠି କ'ଣ କ'ଣ ଲେଖା ହେଇଛି ବୋଲିକି। ଏବେ ଆମେ ଦେଖିବା ଓଡ଼ିଶାର ପ୍ରାଚୀନ ରାଜ୍ୟ ଓ ସାମ୍ରାଜ୍ୟ ବିଷୟରେ। କ'ଣ କ'ଣ ଓଡ଼ିଶାର ପ୍ରାଚୀନ ରାଜ୍ୟ ଓ ସାମ୍ରାଜ୍ୟ ଦେଖ। ପ୍ରାଚୀନ କାଳରେ ଓଡ଼ିଶାକୁ କଳିଙ୍ଗ ବୋଲି କୁହାଯାଉଥିଲା, ଯାହାକି ଏକ ସ୍ୱାଧୀନ ରାଜ୍ୟ ଥିଲା ଏବଂ ବର୍ତ୍ତମାନ ଓଡ଼ିଶା ସହିତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର କିଛି ଅଂଶକୁ ନେଇକି କଳିଙ୍ଗ ତିଆରି ହେଇଥିଲା। କଳିଙ୍ଗ ଯୁଦ୍ଧ ପାଇଁ ଏହା ପ୍ରସିଦ୍ଧ, ଯାହାକି ମୌର୍ଯ୍ୟ ସମ୍ରାଟ କିଏ?
ଅଶୋକଙ୍କ ଦ୍ୱାରା କରାଯାଇଥିଲା। ତାହେଲେ ଇଏ ହେଲା ଆମର କଳିଙ୍ଗ ବିଷୟରେ, ଯାହାକି ଆମର ଗୋଟେ ସ୍ୱାଧୀନ ରାଜ୍ୟ ଥିଲା ବୋଲିକି କହୁଛେ। ଆଉ ଆମର ଆନ୍ଧ୍ରପ୍ରଦେଶ ଆଉ ଛତିଶଗଡ଼ର କିଛି ଅଂଶକୁ ନେଇକି ତିଆରି ହେଇଥିଲା। ଆଉ ଏହା କ'ଣ ପାଇଁ ଫେମସ୍? ନା କଳିଙ୍ଗ ଯୁଦ୍ଧ ପାଇଁ ଫେମସ୍। କଳିଙ୍ଗ ଯୁଦ୍ଧ କାହା କାହା ସହିତ ହେଇଥିଲା? ଆମର ମୌର୍ଯ୍ୟ ସମ୍ରାଟ ଅଶୋକ ଆଉ କଳିଙ୍ଗର ଯେଉଁମାନେ ରହୁଥିଲେ। ତାପରେ ଦେଖ ଆମର କ'ଣ ହେଲା, ବୌଦ୍ଧ ଧର୍ମ ଅନୁସାରେ ଆମେ କ'ଣ ଆମର ଅଛି ଦେଖ। ବୌଦ୍ଧ ଧର୍ମ ଅନୁସାରେ ମହାଗୋବିନ୍ଦ ସୂତ ଜାତକ କଥା ପରି ବୌଦ୍ଧ ଗ୍ରନ୍ଥ ଅନୁସାରେ କଳିଙ୍ଗ ଏକ ସ୍ୱାଧୀନ ରାଜ୍ୟ ଥିଲା। ଏହା ଓଡ଼ିଶାର ଦନ୍ତପୁର, ଏହାର ରାଜଧାନୀ କେଉଁଠି ଥିଲା? ଦନ୍ତପୁରରେ। ସମୃଦ୍ଧ ବ୍ୟବସାୟୀମାନେ ତାଙ୍କର ନିର୍ମାଣ କାମରେ ବହୁ ପରିମାଣରେ ହାତୀ ଦାନ୍ତ ବ୍ୟବହାର କରୁଥିଲେ। ଏହି କାରଣରୁ ସହରଟିକୁ ନାମ ଦିଆହେଇଥିଲା ଦନ୍ତପୁର। ବୁଝିପାରିଲ? ହାତୀ ଦାନ୍ତର ସହର ବା ଦନ୍ତପୁର। ଓଡ଼ିଶାରେ ବହୁତ ସମୃଦ୍ଧ ବ୍ୟବସାୟୀମାନେ ଥିଲେ, ତାଙ୍କର ଯାହା ବି ସବୁ ନିର୍ମାଣ କରୁଥିଲେ ସେଥିରେ ବହୁତ ସାରା ହାତୀ ଦାନ୍ତର ବ୍ୟବହାର କରୁଥିଲେ। ସେଇଥିପାଇଁ ଆମର ସେଇ ସହରଟିକୁ ନାମ ଦିଆହେଇଥିଲା ଦନ୍ତପୁର। ବୁଝିପାରିଲ? ଆଉ ଜୈନ ଗ୍ରନ୍ଥ ଯଥା ଉତ୍ତରାଧ୍ୟାୟନ ସୂତ୍ର, ସୂତ୍ରକୃତାଙ୍ଗରେ କଳିଙ୍ଗର ରାଜାମାନଙ୍କର ରାଜପ୍ରସାଦ ବିଷୟରେ ବର୍ଣ୍ଣନା ମିଳିଥାଏ। ତାପରେ ଦେଖ ବିଭିନ୍ନ ବଂଶର ରାଜା ଅଧୀନରେ କଳିଙ୍ଗ। ଫାଷ୍ଟ ଆସିଲେ ଆମର ନନ୍ଦ ବଂଶ। କିଏ ସ୍ଥାପନ କରିଥିଲେ ଏଇ ନନ୍ଦ ବଂଶ? ମହାପଦ୍ମନନ୍ଦ। କେବେ ସିଏ ଶାସନ କରୁଥିଲେ? ନା ଖ୍ରୀଷ୍ଟପୂର୍ବ 345ରୁ ଖ୍ରୀଷ୍ଟପୂର୍ବ 329 ଯାକେ ସିଏ ଶାସନ କରୁଥିଲେ। ହେଲା, ତ ଏଠି ତୁମେ କହିବନି କି ଖ୍ରୀଷ୍ଟପୂର୍ବ 329ରୁ 345, ନାଇଁ, ଖ୍ରୀଷ୍ଟପୂର୍ବ ହେଲା ସେଗୁଡ଼ା ସବୁ କମି କମି ଆସେ, ଲାଷ୍ଟକୁ 0 ଯାକେ ପହଞ୍ଚେ, ତାପରେ ଆଉ ଥରେ ବଢ଼ିବ, ଯେଉଁଟାକି ଆମେ ଖ୍ରୀଷ୍ଟାବ୍ଦ ବୋଲିକି କହୁଥାଉ। ପୁରାତନ ସାକ୍ଷ୍ୟ କଳା ଚକଚକିଆ ମାଟି ପାତ୍ର, ପଞ୍ଚ ମାର୍କ ମୁଦ୍ରା ବା ଯେଉଁ ପଞ୍ଚ ଚିହ୍ନିତ ମୁଦ୍ରା ଅସୁରଗଡ଼ର କଳାହାଣ୍ଡି ଠାରେ ମିଳିଥାଏ। ତ ସେଇଥିରୁ ଆମେ ଏଇ ନନ୍ଦବଂଶ ବିଷୟରେ ଆମେ ଜାଣିପାରୁ। ସେ ନନ୍ଦବଂଶ ଆମର ଓଡ଼ିଶାରେ ରାଜତ୍ୱ କରୁଥିଲା। ମଗଧ ତାର ସୀମା ବିସ୍ତାର କରିବା ସମୟରେ କଳିଙ୍ଗ ନନ୍ଦବଂଶର ଶାସନ ଅଧୀନରେ ଥିଲା। ତାହେଲେ ମଗଧର ରାଜାମାନେ ଯେବେ କଳିଙ୍ଗରେ ଶାସନ କଲେ, ସେତେବେଳକୁ ଆମର କଳିଙ୍ଗ କାହା ବଂଶ ଅଧୀନରେ ଥିଲା? ଏଇ ନନ୍ଦବଂଶଙ୍କର ରାଜାମାନଙ୍କ ଅଧୀନରେ ଥିଲା। ସେମିତି ଦେଖ ଆମର ଭୁବନେଶ୍ୱରର ଉଦୟଗିରି ହାତୀଗୁମ୍ଫା ଶିଳାଲେଖାରେ ଉଲ୍ଲେଖ ଅଛି ଯେ ନନ୍ଦବଂଶର ଶାସକମାନେ କଳିଙ୍ଗରେ ସିଚାଇ ପ୍ରକଳ୍ପ ବା ଯାହାକୁ ଆମେ ଜଳସେଚନ ପ୍ରକଳ୍ପ ନିର୍ମାଣ କରିଥିଲେ। କିଏ କରିଥିଲା? ତାହେଲେ ନନ୍ଦବଂଶର ରାଜାମାନେ କରିଥିଲେ। ହେଲା, ତାପରେ ଦେଖ ମୌର୍ଯ୍ୟ ବଂଶ। ମୌର୍ଯ୍ୟ ବଂଶର କିଏ ସ୍ଥାପନ କରିଥିଲେ? ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। କେବେରୁ ସିଏ ଶାସନ ଆରମ୍ଭ କରିଥିଲେ? ନା 322 ଖ୍ରୀଷ୍ଟପୂର୍ବରୁ ସିଏ ଶାସନ ଆରମ୍ଭ କରିଥିଲେ। ତ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନନ୍ଦବଂଶର ଶେଷ ରାଜା, ଯିଏକି ଆମର ଥିଲେ ଧନନନ୍ଦ, ତାଙ୍କୁ ପରାସ୍ତ କରି ମୌର୍ଯ୍ୟ ସାମ୍ରାଜ୍ୟ ପ୍ରତିଷ୍ଠାନ କରିଥିଲେ ବା ସ୍ଥାପନ କରିଥିଲେ। ହେଲା, ମୌର୍ଯ୍ୟ ଶାସନ ପରେ କଳିଙ୍ଗର ଇତିହାସ ସ୍ପଷ୍ଟ ନୁହେଁ। କେବେ ପୁଣି ତାହା ସ୍ୱାଧୀନ ହେଲା, ସେଥିରେ ଅନିଶ୍ଚିତତା ରହିଛି। ତାହେଲେ ମୌର୍ଯ୍ୟ ସମ୍ରାଟଙ୍କ ପରେ ଆଉ କଳିଙ୍ଗ କେବେ ସ୍ୱାଧୀନ ହେଲା, ଆମକୁ ସେଥିରେ ଆଉ କିଛି ସୂଚନା ଏପର୍ଯ୍ୟନ୍ତରୁ ମିଳିପାରି ନାହିଁ। ବୁଝିପାରିଲ? ତ ସେମିତି ଦେଖ ଆମର ହେଲା କଳିଙ୍ଗ ଯୁଦ୍ଧ ଓ ଅଶୋକଙ୍କ ଜୀବନର ପ୍ରଭାବ। କଳିଙ୍ଗ ଯୁଦ୍ଧ କେବେ ହେଇଥିଲା? ନା ଆମର ହେଇଥିଲା 261 ଖ୍ରୀଷ୍ଟପୂର୍ବରେ ହୋଇଥିଲା। କେଉଁଠି ହେଇଥିଲା? କଳିଙ୍ଗରେ ହୋଇଥିଲା, ଯେଉଁଟାକି ଏବେର ଓଡ଼ିଶା। ପ୍ରତିପକ୍ଷ କିଏ ଥିଲେ? ମୌର୍ଯ୍ୟ ସମ୍ରାଟ ଅଶୋକ ଥିଲେ। ଆଉ କଳିଙ୍ଗର
ରାଜ୍ୟବାସୀ ଥିଲେ, ତାଙ୍କ ଭିତରେ ଯୁଦ୍ଧ ହୋଇଥିଲା। ମଗଧ ସମ୍ରାଟ ଅଶୋକ କଳିଙ୍ଗର ଲାଭଦାୟକ ସମୁଦ୍ର ବ୍ୟବସାୟ ଉପରେ ନିୟନ୍ତ୍ରଣ ପାଇଁ କଳିଙ୍ଗକୁ ଆକ୍ରମଣ କରିଥିଲେ। ତାହେଲେ ଅଶୋକ କଳିଙ୍ଗକୁ ଆକ୍ରମଣ କରିବାର ମୁଖ୍ୟ କାରଣ କ'ଣ ଥିଲା? ନା ଆମର କଳିଙ୍ଗରେ ବହୁତ କ'ଣ ରହୁଥିଲେ? ଆମର ବ୍ୟବସାୟୀ ମାନେ ରହୁଥିଲେ, ବାଣିଜ୍ୟ ବେପାର କରୁଥିଲେ ସେମାନେ, ଆଉ ବିଦେଶରୁ ପ୍ରଚୁର ପରିମାଣରେ ଧନରତ୍ନ ନେଇକି ଆସୁଥିଲେ। ତ ସେସବୁକୁ ପାଇବା ପାଇଁ ଆମର ମୌର୍ଯ୍ୟ ସମ୍ରାଟ ଅଶୋକ କଳିଙ୍ଗ ଉପରେ ଆକ୍ରମଣ କରିଥିଲେ। ଏହି ଯୁଦ୍ଧର ବିପୁଳ ଧ୍ୱଂସ ଦେଖି ଆଉ ବହୁତ ଲୋକ ମୃତ୍ୟୁ ହୋଇଥିଲେ, ଆହତ ହୋଇଥିଲେ, ଦୁଃଖ ଭୋଗ କରିଥିଲେ। ଏହାକୁ ଦେଖି ଅଶୋକ କ'ଣ କଲେ? ହିଂସା ତ୍ୟାଗ କରି ବୌଦ୍ଧ ଧର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ବୁଦ୍ଧଙ୍କର ଶିଷ୍ୟ ଯିଏକି ଉପଗୁପ୍ତ ଥିଲେ, ସିଏ ଆମର ଅଶୋକଙ୍କୁ ପରାମର୍ଶ ଦେଇଥିଲେ କି ବୌଦ୍ଧ ଧର୍ମ ଗ୍ରହଣ କରିବା ପାଇଁ। ଅଶୋକ 13th ରକ୍ ଏଡିକ୍ଟ ବା 13ତମ ଶିଳା ଆଦେଶରେ କଳିଙ୍ଗ ଯୁଦ୍ଧ ଓ ତାର ପରିଣାମ ବିଷୟରେ ଉଲ୍ଲେଖ ମିଳିଛି। 13th ରକ୍ ଏଡିକ୍ଟରୁ ଏତେ କ୍ୱେଶ୍ଚନ୍ ଆସେ ସବୁଥର। କେଉଁଥିରୁ ଆମର କଳିଙ୍ଗ ଯୁଦ୍ଧ ବିଷୟରେ ଆମର ପ୍ରମାଣ ମିଳିଛି କହିଲେ 13th ରକ୍ ଏଡିକ୍ଟରୁ। ବୁଝିପାରିଲ? ଆଉ ଅଶୋକ କାହାଙ୍କ ପରାମର୍ଶରେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ? ନା ଉପଗୁପ୍ତ, ଯିଏକି ଆମର ବୁଦ୍ଧଙ୍କର ଜଣେ ଶିଷ୍ୟ ଥିଲେ। ବୁଝିପାରିଲ? ଆଉ ଅଶୋକ କ'ଣ ପାଇଁ ଆମର ଓଡ଼ିଶାକୁ ଆକ୍ରମଣ କରିଥିଲେ? ନା ଆମର କ'ଣ ପାଇଁ? ସମୁଦ୍ର ବ୍ୟବସାୟ ଉପରେ ନିୟନ୍ତ୍ରଣ କରିବା ପାଇଁ। ହେଲା? କେବେ ହେଇଥିଲା ମନେ ରଖିବ? 261 ଖ୍ରୀଷ୍ଟାବ୍ଦରେ। ବୁଝିହେଲା? ତାପରେ ଦେଖ ଅଶୋକଙ୍କ ଶାସନ କାଳରେ କଳିଙ୍ଗର ପ୍ରଶାସନ କେମିତି, ଆମର କଳିଙ୍ଗରେ ପ୍ରଶାସନ କ'ଣ କ'ଣ ଥିଲା? ନା ଯୁଦ୍ଧ ପରେ କଳିଙ୍ଗ ମୌର୍ଯ୍ୟ ସମ୍ରାଟର ଅଂଶ ହେଲା। ତୋଷାଳୀ ଏହାର ରାଜଧାନୀ ହେଲା। ତାହେଲେ ତୋଷାଳୀକୁ ଆମର ରାଜଧାନୀ ବନେଇଥିଲେ। ଅଶୋକ କଳିଙ୍ଗ ସମ୍ବନ୍ଧୀୟ 2ଟି ଶିଳାଲେଖ, ଯେଉଁଟାକି ଧଉଳି ଆଉ ଚୌଗଡ଼ଠାରେ ମିଳିଛି, ଯେଉଁଥିରେ ପ୍ରଶାସନର ବ୍ୟବସ୍ଥା ବର୍ଣ୍ଣିତ ହୋଇଛି। ଶିଳାଲେଖା ଆଦେଶ 1 ଅନୁସାରେ ଅଶୋକ କଳିଙ୍ଗର ଭାଇସରୟ ବା କୁମାରଙ୍କୁ ସହାୟତା କରିବା ପାଇଁ ମନ୍ତ୍ରିମଣ୍ଡଳ ନିଯୁକ୍ତ କରିଥିଲେ। କ'ଣ କ'ଣ ମନ୍ତ୍ରିମଣ୍ଡଳ ନିଯୁକ୍ତ କରିଥିଲେ? ଦେଖ ତାଙ୍କ ମନ୍ତ୍ରିମଣ୍ଡଳରେ କିଏ ଥିଲେ? ଅନନ୍ତ ମହାମାତ୍ର, ଯିଏକି ଆମର ସୀମା ପ୍ରଦେଶର ଶାସନ ଦେଖୁଥିବା ମନ୍ତ୍ରୀମାନଙ୍କୁ ଅନନ୍ତ ମହାମନ୍ତ୍ର କୁହାଯାଉଥିଲା। ସେମିତି ଧର୍ମ ମହାମନ୍ତ୍ର କାହାକୁ କୁହାଯାଉଥିଲା? ନା ମହାମାତ୍ର କାହାକୁ କୁହାଯାଉଥିଲା? ନା ଲୋକମାନଙ୍କର ଆଧ୍ୟାତ୍ମିକ ଓ ନୈତିକ କଲ୍ୟାଣ ପାଇଁ ଯେଉଁମାନେ ଦାୟୀ ଅଧିକାର ମାନେ ଥିଲେ, ସେମାନଙ୍କୁ ଧର୍ମ ମହାମନ୍ତ୍ର କୁହାଯାଉଥିଲା। ସେମିତି ରାଜୁକ କାହାକୁ କୁହାଯାଉଥିଲା? ନା ବିଭିନ୍ନ ଅଞ୍ଚଳରେ ଲୋକଙ୍କ କଲ୍ୟାଣ ଦେଖୁଥିବା ଅଧିକାରୀମାନଙ୍କୁ ରାଜୁକ ବୋଲିକରି କୁହାଯାଉଥିଲା। ଇଏ ହେଲା ଆମର ଅଶୋକଙ୍କ ସମୟରେ ଓଡ଼ିଶାର ପ୍ରଶାସନ ବିଷୟରେ। ତାହେଲେ କ'ଣ ପ୍ରଶାସନରେ କ'ଣ ତାଙ୍କର ମନ୍ତ୍ରୀମାନେ ଥିଲେ? ଅନନ୍ତ ମହାମନ୍ତ୍ର, ଯିଏକି ସୀମା ପ୍ରଦେଶ ଗୁଡ଼ିକର ପ୍ରଶାସନ ଦେଖୁଥିବା ମନ୍ତ୍ରୀମାନେ। ଧର୍ମ ମହାମନ୍ତ୍ର, ଯିଏକି ଆମର ଧର୍ମ ଓ ନୈତିକ କଲ୍ୟାଣ ପାଇଁ ଯେଉଁମାନେ ଦାୟୀ ରହିଥିଲେ। ଆଉ ରାଜୁକ, ଯେଉଁମାନେ କି ଆମର ବିଭିନ୍ନ ଅଞ୍ଚଳର ଲୋକମାନଙ୍କର କଲ୍ୟାଣ ଦେଖୁଥିଲେ ସେମାନେ। ବୁଝିହେଲା? ତାପରେ ଦେଖ ଆମର ମୌର୍ଯ୍ୟ ସମ୍ରାଟ ପରେ ଓଡ଼ିଶାର ବଂଶ ଗୁଡ଼ିକ। ମୌର୍ଯ୍ୟ ସମ୍ରାଟ ଗଲା ପରେ ଆମର ଓଡ଼ିଶାର କ'ଣ କ'ଣ ସବୁ ବଂଶ ଆସିଥିଲେ? ନା ଫାଷ୍ଟ ଆସିଲା ମହାମେଘବାହାନ, ବା ଯାହାକୁ ଆମେ ଛେଦି ବଂଶ ବୋଲିକି କହୁଛେ। କିଏ ଥିଲେ ତାର ସ୍ଥାପକ? କିଏ ଥିଲେ? ମହାମେଘବାହାନ। ସିଏ ଛେଦି ବଂଶ ବା ମହାମେଘ ବଂଶ ସ୍ଥାପନ କରିଥିଲେ। ତାଙ୍କର ପ୍ରସିଦ୍ଧ ରାଜା କିଏ ଥିଲେ? ଖାରବେଳ, ଯାହାକୁ ଆମେ କହିଥାଉ ଐର ଖାରବେଳ ବୋଲିକି। ବୁଝିପାରୁଛ? ମୌର୍ଯ୍ୟ ସମ୍ରାଟର ପତନ ପରେ କଳିଙ୍ଗରେ ଏହି ବଂଶର ଶାସନ କରୁଥିଲା। ପ୍ରଥମ ଖ୍ରୀଷ୍ଟପୂର୍ବରେ ମହାମେଘବାହାନ କଳିଙ୍ଗ ଓ କୋଶଳ ଜୟ କରିଥିଲେ। ତାହେଲେ ପ୍ରଥମ ଶତାବ୍ଦୀ ଖ୍ରୀଷ୍ଟପୂର୍ବରେ ମହାମେଘବାହାନ କଳିଙ୍ଗ ଓ
କୋଶଳ ଜୟ କରିଥିଲେ। ଖାରବେଳ ଛେଦି ବଂଶର ତୃତୀୟ ଶାସକ ଥିଲେ। ସେ ପ୍ରଥମ ଶତାବ୍ଦୀ ଖ୍ରୀଷ୍ଟପୂର୍ବର ଦ୍ୱିତୀୟାର୍ଦ୍ଧରେ ଶାସନ କରିଥିଲେ। ସେ ସାତବାହନ ରାଜ୍ୟ ଉପରେ ଆକ୍ରମଣ କରି ଅନେକ ଅଞ୍ଚଳକୁ ଜୟ ମଧ୍ୟ କରିଥିଲେ। କିଏ? ନା ଏଇ ଖାରବେଳ। କାହା ଉପରେ ସିଏ ଆକ୍ରମଣ କରିଥିଲେ? ସାତବାହନ ରାଜ୍ୟ ଉପରେ ଆକ୍ରମଣ କରିଥିଲେ ଆଉ ଜୟ ମଧ୍ୟ ହେଇଥିଲେ। ସେ କଳିଙ୍ଗ ନଗରୀକୁ ପୁନର୍ନିର୍ମାଣ କରିଥିଲେ, ଯାହା ଏକ ଘୂର୍ଣ୍ଣିବାତ୍ୟାରେ ନଷ୍ଟ ହୋଇଯାଇଥିଲା। ତାହେଲେ କଳିଙ୍ଗ ନଗରୀକୁ କିଏ ଆମର ପୁନର୍ନିର୍ମାଣ କରିଥିଲେ? ଏଇ ଖାରବେଳ। ହେଲା। ହାତୀଗୁମ୍ଫା ଶିଳାଲେଖାରୁ, ଯେଉଁଟାକି ଆମର ଉଦୟଗିରି ଭୁବନେଶ୍ୱରରେ ଅଛି, ତାଙ୍କର ଶାସନ ବିଷୟରେ ବିବରଣୀ ମିଳିଥାଏ। କେଉଁଠୁ ମିଳିଥାଏ? ହାତୀଗୁମ୍ଫା ଶିଳାଲେଖାରୁ। ତାପରେ ଆସିଲା ଆମର ମୁରୁଣ୍ଡ ବଂଶ। ସମ୍ଭବତଃ ଏହା ଏକ ବିଦେଶୀ ଜାତି ଥିଲା। ସେମାନେ କୁଷାଣମାନଙ୍କ ସହିତ ଭାରତକୁ ପ୍ରବେଶ କରିଥିଲେ। ହେଲା। ତାପରେ ଦେଖ ଓଡ଼ିଶାର ପ୍ରାଚୀନ ଇତିହାସ। ଏହି ବଂଶରେ 13ଟି ରାଜା ପ୍ରାୟ 200 ବର୍ଷ ପର୍ଯ୍ୟନ୍ତ ଭାରତରେ ଶାସନ କରିଥିଲେ। ଏଇ ମୁରୁଣ୍ଡ ବଂଶର 13 ଜଣ ରାଜା 200 ବର୍ଷ ଧରି ଓଡ଼ିଶା ନୁହଁ ଭାରତରେ ଶାସନ କରିଥିଲେ। ମହାରାଜ ଭଦ୍ରକ ଶିଳାଲେଖା ବୋଲି ଗୋଟିଏ ଶିଳାଲିପି ମିଳିଛି। କିଛି ଐତିହାସିକମାନଙ୍କ ମତ ଅନୁସାରେ କ'ଣ ଏହାରୁ ଜଣାପଡ଼େ ଯେ ମୁରୁଣ୍ଡମାନେ କିଛି ବର୍ଷ ଧରି ଓଡ଼ିଶାରେ ଶାସନ କରିଥିଲେ। ତାପରେ ମୁରୁଣ୍ଡମାନେ ଗଲା ପରେ ଆମର କିଏ ଆସିଲେ? ଗୁପ୍ତ ବଂଶ ଆସିଲେ, ଯାହାକୁ ସ୍ଥାପନ କରିଥିଲେ ଶ୍ରୀଗୁପ୍ତ। କେବେ ସ୍ଥାପନ କରିଥିଲେ? ନା 320 ଖ୍ରୀଷ୍ଟାବ୍ଦରେ। ସମୁଦ୍ରଗୁପ୍ତ ପ୍ରାୟ 350 ଖ୍ରୀଷ୍ଟ ଦକ୍ଷିଣ ଭାରତ ସେନା ଅଭିଯାନ କରି କଳିଙ୍ଗକୁ 4ଟି ରାଜ୍ୟରେ ବିଭକ୍ତ କରିଥିଲେ। କ'ଣ 4ଟି ରାଜ୍ୟରେ ବିଭକ୍ତ କରିଥିଲେ? ନା ଗୋଟେ ହେଲା କଟୁରା, ଗୋଟେ ହେଲା ଏରଣ୍ଡପଲ୍ଲୀ, ଗୋଟେ ହେଲା ଦେବରାଷ୍ଟ୍ର, ଗୋଟେ ହେଲା ପିଷ୍ଟପୁରା ବା ପିଠାପୁରମ୍, ଯାହାକୁ ଆମେ କହିଥାଉ। ଆହ୍ଲାବାଦ ଶିଳାଲିପିରେ ଲେଖା ହୋଇଛି ଯେ ସମୁଦ୍ରଗୁପ୍ତ ପିଷ୍ଟପୁର, ମହେନ୍ଦ୍ରଗିରି, କଟୁରା, ସ୍ୱାମୀଦତ୍ତ, ଏରଣ୍ଡପଲ୍ଲୀର ଦମନ, ଦେବରାଷ୍ଟ୍ରର କୁତେରାଙ୍କୁ ପରାଜିତ କରିଥିଲେ। ତାହେଲେ ଏଇ ଆହ୍ଲାବାଦ ରକ୍ ଏଡିକ୍ଟରେ କ'ଣ ଲେଖା ହେଇଛି? ସମୁଦ୍ରଗୁପ୍ତ ପିଷ୍ଟାପୁରର ମହେନ୍ଦ୍ରଗିରି ରାଜା ଥିଲେ, ତାଙ୍କୁ ପରାସ୍ତ କରିଥିଲେ। କଟୁରାର ସ୍ୱାମୀଦତ୍ତ ଥିଲେ, ତାଙ୍କୁ ପରାସ୍ତ କରିଥିଲେ। ଏରଣ୍ଡପଲ୍ଲୀର ଦମନ ଥିଲେ, ତାଙ୍କୁ ପରାସ୍ତ କରିଥିଲେ। ଆଉ ଦେବରାଷ୍ଟ୍ରର କୁତେରାଙ୍କୁ ସିଏ ପରାସ୍ତ କରିଥିଲେ। ସମୁଦ୍ରଗୁପ୍ତଙ୍କ ସେନା ଅଭିଯାନ ପରେ ମଥର ବଂଶ ଓଡ଼ିଶାରେ ସମୁଦ୍ର ତଟ ଅଞ୍ଚଳରେ ମହେନ୍ଦ୍ରଗିରିକୁ କେନ୍ଦ୍ର କରି ଶକ୍ତିରେ ଆସିଥିଲେ। ତାହେଲେ ଏଇ ସମୁଦ୍ରଗୁପ୍ତଙ୍କର ଅଭିଯାନ ଶେଷ ହେଲା ପରେ ମଥର ବଂଶ ଓଡ଼ିଶାରେ ରାଜୁତି କରୁଥିଲେ। ହେଲା। ଏହା ସହିତ ନଳବଂଶ ବସ୍ତର, କୋରାପୁଟ ଓ କଳାହାଣ୍ଡି ଅଞ୍ଚଳରେ ଶାସନ କରୁଥିଲେ। ଗୁପ୍ତ ଯୁଗରେ କଳିଙ୍ଗର ସମୁଦ୍ର ତଟ ଓ ଅନ୍ୟାନ୍ୟ ଅଞ୍ଚଳରେ ଛୋଟ ଛୋଟ ରାଜ୍ୟମାନେ ଉଦୟ ହୋଇଥିଲା ଗୁପ୍ତ ଯୁଗରେ। ତାପରେ ଦେଖ ଆମେ ମଥର ବଂଶ ବିଷୟରେ ଆମେ ପଢ଼ିବା। ମଥର ବଂଶ କିଏ ସ୍ଥାପନା କରିଥିଲେ? ନା ବିଶାଖା ବର୍ମନ ସ୍ଥାପନା କରିଥିଲେ। କୋଉ ଶତାବ୍ଦୀରେ କରିଥିଲେ? 4ର୍ଥ ଓ 5ମ ଶତାବ୍ଦୀରେ କରିଥିଲେ। ତାଙ୍କ ରାଜଧାନୀ କୋଉଠି ଥିଲା? ବର୍ଦ୍ଧମାନପୁରରେ ତାଙ୍କର ରାଜଧାନୀ ଥିଲା। ତାଙ୍କର ଗୁରୁତ୍ୱପୂର୍ଣ୍ଣ ରାଜାମାନେ କିଏ କିଏ? ବିଶାଖା ବର୍ମନ, ଉମା ବର୍ମନ, ଶକ୍ତି ବର୍ମନ, ଅନନ୍ତ ଶକ୍ତି ବର୍ମନ, ପ୍ରଭଞ୍ଜନ ବର୍ମନ, ଏଇସବୁ ମାନେ ହେଲେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ରାଜାମାନେ। ଏଇ ମଥର ରାଜାମାନେ କ'ଣ କରୁଥିଲେ? ନାରାୟଣ ବା ବିଷ୍ଣୁଙ୍କର ଭକ୍ତ ଥିଲେ। ସେମାନେ ରାଜ୍ୟକୁ ପାଞ୍ଚାଳି, ଭୋଗ ଓ ବିଷୟ ଭଳି ପ୍ରଶାସନିକ ଏକକରେ ଭାଗ କରିଥିଲେ। ତାହେଲେ ଏଇ ମଥର ମାନେ କୋଉଥିରେ ଆମର ରାଜ୍ୟକୁ ଭାଗ କରିଥିଲେ? ନା ପାଞ୍ଚାଳି କହୁଥିଲେ, ଭୋଗ କହୁଥିଲେ, ବିଷୟ କହୁଥିଲେ। ଏଇଭଳିଆ କିଛି ପ୍ରଶାସନିକ ଏକକ ଥିଲା, ସେଇଥିରେ ସେମାନେ ତାଙ୍କୁ ଗୋଟେ ରାଜ୍ୟକୁ
ଭାଗ କରୁଥିଲେ। ଏହି ସମୟରେ ଏହି ଅଞ୍ଚଳରେ ବୌଦ୍ଧ ଓ ଜୈନ ଧର୍ମର ପ୍ରଭାବ କମିଗଲା। କ'ଣ ପାଇଁ କମିଗଲା? ନା ମଥୁର ରାଜାମାନେ ବିଷ୍ଣୁଙ୍କର ଭକ୍ତ ଥିଲେ, ତ ସେଥିପାଇଁ ସେମାନେ ବିଷ୍ଣୁଙ୍କର ପୂଜା କଲେ। ତାହେଲେ ସେତେବେଳକୁ ଜୈନ ଧର୍ମ ଆଉ ବୌଦ୍ଧ ଧର୍ମର ପ୍ରଭାବ ସେତେବେଳେ କମିଯାଇଥିଲା। ଏହି ଯୁଗରେ କଳିଙ୍ଗର ଲୋକମାନେ ଦକ୍ଷିଣ ପୂର୍ବ ଏସିଆ ଦେଶ ସହିତ ସମୁଦ୍ର ବାଣିଜ୍ୟ କରୁଥିଲେ। ତାହେଲେ ଏଇ ମଥୁର ବଂଶର ରାଜାମାନେ ଯେତେବେଳେ ରାଜୁତି କରୁଥିଲେ, କଳିଙ୍ଗର ସେତେବେଳେ ବେପାରୀମାନେ ଦକ୍ଷିଣ ପୂର୍ବ ଏସିଆ ଦେଶ ସହିତ ସାମୁଦ୍ରିକ ବାଣିଜ୍ୟ କାରବାର କରୁଥିଲେ। ଦନ୍ତପୁର ଆଧୁନିକ ପାଲୁରା ଏକ ବଡ଼ ବନ୍ଦର ନଗର ଥିଲା, ଯାହାକି ମଥୁର ବଂଶର ଅଞ୍ଚଳରେ ଥିଲା। ବୁଝିପାରୁଛ? ତାପରେ ଉମାବର୍ମନ ନିଜକୁ କଳିଙ୍ଗର ପ୍ରଭୁ ବୋଲି ଘୋଷଣା କରିଥିଲେ। କିଏ ନିଜକୁ କଳିଙ୍ଗର ପ୍ରଭୁ ବୋଲି ଘୋଷଣା କରିଥିଲେ? ଉମାବର୍ମନ କଳିଙ୍ଗର ପ୍ରଭୁ ବୋଲି ନିଜକୁ ଘୋଷଣା କରିଥିଲେ। ହେଲା। ତାପରେ ଦେଖିବା ଆମେ ନଳବଂଶ। ନଳବଂଶ କିଏ ସ୍ଥାପନା କରିଥିଲେ? ବୃଷଧ୍ୱଜ ନଳବଂଶକୁ ସ୍ଥାପନା କରିଥିଲେ। କେବେ ସିଏ ସ୍ଥାପନା କରିଥିଲେ? ନା ଖ୍ରୀଷ୍ଟାବ୍ଦ 400 ଶତାବ୍ଦୀରେ ସିଏ ସ୍ଥାପନ କରିଥିଲେ। ତାଙ୍କ ରାଜଧାନୀ କୋଉଠି ଥିଲା? ପୁଷ୍କରୀ ଠାରେ ତାଙ୍କର ରାଜଧାନୀ ଥିଲା। ତାଙ୍କ ରାଜାମାନେ କିଏ କିଏ? ଗୁରୁତ୍ୱପୂର୍ଣ୍ଣ ରାଜାମାନେ ବରାହ ରାଜ, ଭବଦତ୍ତ ବର୍ମନ, ଅର୍ଥପତି ରାଜ, ସ୍କନ୍ଧ ବର୍ମନ, ଏମାନେ ସବୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ରାଜାମାନେ ଥିଲେ। ନଳବଂଶ ତ୍ରିକଳିଙ୍ଗ ଅଞ୍ଚଳରେ ଏକ ରାଜ୍ୟ ସ୍ଥାପନ କରିଥିଲେ, ଯାହା ଆଜିର କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର କିଛି ଅଂଶକୁ ଆବରଣ କରିଥିଲା। ଏହି ସମୟରେ ବୈଷ୍ଣବ ଧର୍ମର ପୁନରୁଦ୍ଧାର ଘଟିଥିଲା। ବୈଷ୍ଣବ ଧର୍ମ ଯେଉଁ ଆମର ମଥୁର ବଂଶର ରାଜାମାନେ ବୈଷ୍ଣବ ଧର୍ମର ମାନୁଥିଲେ, ତ ଏହି ନଳବଂଶ ମଧ୍ୟ ନଳବଂଶକର ରାଜତ୍ୱ ସମୟରେ ମଧ୍ୟ ବୈଷ୍ଣବ ଧର୍ମର ପୁନରୁଦ୍ଧାର ହୋଇଥିଲା। ତାପରେ ଆସିଲେ ଆମର ମେଘ ବଂଶ। ମେଘ ବଂଶରେ ଆମର ଦେଖ ଖ୍ରୀଷ୍ଟାବ୍ଦ 6ଟି ଶତାବ୍ଦୀର ଆମର କ'ଣ ଲେଖା ହେଲା ଏଇଟା? 6th ସେଞ୍ଚୁରୀରେ ଆମର ଏଇ ମେଘ ବଂଶର ରାଜାମାନେ କୋଶଳ ଅଞ୍ଚଳକୁ ଆସିଥିଲେ। ମହାମେଘ ବାହନମାନେ ଦ୍ୱିତୀୟ ଶତାବ୍ଦୀରେ ସାତବାହନମାନଙ୍କ ଦ୍ୱାରା ପରାଜିତ ହେବା ପରେ କୋଶଳରେ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ମେଘମାନେ ଦକ୍ଷିଣ କୋଶଳ ଶାସନ କରୁଥିଲେ, ଯାହାକି ଆଜିର ଛତିଶଗଡ଼, ରାୟପୁର, ବିଳାସପୁର ଏଇସବୁ ଜାଗା ଗୁଡ଼ିକ ସେଥିରେ ଯାଏ। ଆଉ ଓଡ଼ିଶାର ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଅଞ୍ଚଳକୁ ଆବରଣ କରୁଥିଲା। ହେଲା। ତାପରେ ଆସିଲା ଆମର କ'ଣ ଦେଖ, ପୁରାଣ ଗୁଡ଼ିକରେ ଦକ୍ଷିଣ କୋଶଳରେ 9 ଜଣ ମେଘ ରାଜାଙ୍କ ବିଷୟରେ ଉଲ୍ଲେଖ ମିଳେ। ସେମାନେ ସମୁଦ୍ରଗୁପ୍ତଙ୍କ ଆକ୍ରମଣ ପର୍ଯ୍ୟନ୍ତ ଶାସନ କରିଥିଲେ। ଏହି ବଂଶର ଶେଷ ରାଜା ଥିଲେ କିଏ? ମହେନ୍ଦ୍ର ମେଘ। ମନେ ରଖିବ। ତାପରେ ଆସିଲା ଆମର ସର୍ବପୁରୀୟ ବଂଶ। କିଏ ସ୍ଥାପନା କରିଥିଲେ? ସର୍ବରାଜ। କେବେ କେବେ ତାଙ୍କ କୋଉ କାଳରେ ସିଏ ସ୍ଥାପନ କରିଥିଲେ? 5ମ ଆଉ 6ଠ ଶତାବ୍ଦୀରେ ସିଏ ସ୍ଥାପନ କରିଥିଲେ। ତାଙ୍କ ରାଜଧାନୀ କୋଉଠି ଥିଲା? ସର୍ବପୁରରେ ତାଙ୍କ ରାଜଧାନୀ ଥିଲା। କ'ଣ କ'ଣ ତାଙ୍କର ରାଜାମାନେ ଥିଲେ? ଜୟରାଜ ଥିଲେ, ସୁରଦେବ ରାଜ ଥିଲେ, ବ୍ୟାଘ୍ର ରାଜ ଥିଲେ, ଦୁର୍ଗରାଜ ଥିଲେ, ସୁରଦେବ ରାଜ ଥିଲେ। ଏଇସବୁ ହେଲା ତାଙ୍କର ଏଇ ସର୍ବପୁରୀୟ ବଂଶର ରାଜାମାନେ। ସର୍ବରାଜଙ୍କ ପରେ ତାଙ୍କ ପୁଅ ମହାରାଜ ନରେନ୍ଦ୍ର ହେଇଥିଲେ। 525ରୁ 555 ରାଜ୍ୟଭାର ଗ୍ରହଣ କରିଥିଲେ। କିଏ? ଏଇ ନରେନ୍ଦ୍ର। ସେ କାହାଙ୍କର ପୁଅ ଥିଲେ? ସର୍ବରାଜଙ୍କର ପୁତ୍ର ଥିଲେ। ସେ ଏକ ସ୍ୱାଧୀନ ଶାସକ ଥିଲେ ଏବଂ ତାଙ୍କର ଭୂମି ବ୍ୟବସ୍ଥାକ ପାଇଁ ପ୍ରସିଦ୍ଧ ଲାଭ କରିଥିଲେ। ସେ ଭୂମି ବ୍ୟବସ୍ଥାପନ କରିଥିଲେ। କିଏ? ଏ ଆମର ନରେନ୍ଦ୍ର, ସର୍ବରାଜଙ୍କ ପୁତ୍ର। ହେଲା। ତାପରେ ଦେଖ ଆମର ଆସିଲା କ'ଣ? ବିରାଟ ବୀର ନାଗମାନେ। ବିରାଟ ବୀରର
ନାଗମାନେ ସେମାନେ ମଧ୍ୟ ଓଡ଼ିଶାକୁ ଶାସନ କରୁଥିଲେ। ନାଗମାନେ ଦ୍ୱିତୀୟ ଶତାବ୍ଦୀରୁ ଚତୁର୍ଥ ଶତାବ୍ଦୀ ପର୍ଯ୍ୟନ୍ତ ବିନ୍ଧ୍ୟାଟପି ଉପରେ ଶାସନ କରିଥିଲେ, ଯାହା ବର୍ତ୍ତମାନର କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାକୁ ନେଇ ଗଠିତ ହୋଇଥିଲା। ତାହେଲେ ନାଗମାନେ କେଉଁଠି ଶାସନ କରୁଥିଲେ? ବିନ୍ଧ୍ୟାଟପି ଉପରେ ଶାସନ କରୁଥିଲେ। ଅସନପାଠ ଅଭିଲେଖାରୁ ଜଣାଯାଏ ଯେ ନାଗରାଜା ମାନଭଞ୍ଜନ, ଯିଏକି ମହାରାଜା ନାମରେ ପରିଚିତ ଥିଲେ, ସେ ଅନେକ ଯୁଦ୍ଧରେ କୁଷାଣ ଓ ମୁରୁଣ୍ଡମାନଙ୍କୁ ପରାସ୍ତ କରି ଖ୍ୟାତି ଅର୍ଜନ କରିଥିଲେ। ବୁଝିଲା? ତାପରେ ଆସିଲେ ଆମର ବିଗ୍ରହମାନେ। ବିଗ୍ରହମାନେ ଆମର ଖ୍ରୀଷ୍ଟାବ୍ଦ ଷଷ୍ଠ ଶତାବ୍ଦୀରୁ ଆମର ଓଡ଼ିଶାରେ ଶାସନ କରୁଥିଲେ। ଷଷ୍ଠ ଶତାବ୍ଦୀ ପରଠୁ ସେମାନେ ଶାସନ କରିଛନ୍ତି। ତାହେଲେ ତାଙ୍କର କେଉଁଠି ଶାସନ କରୁଥିଲେ ଦେଖିବା ଯଦି ଆମେ କେଉଁଠି କରୁଥିଲେ ନା ଦକ୍ଷିଣ ତୋଷାଳୀ, ଯାହାର ଅନ୍ତର୍ଭୁକ୍ତ ଏବେ ବାଲେଶ୍ୱର, କଟକ ଓ ପୁରୀ। ସେତେବେଳେ ଅବିଭକ୍ତ ଜିଲ୍ଲା ଥିଲା, ଆମର ତାକୁ ଦକ୍ଷିଣ ତୋଷାଳୀ ବୋଲିକି କହୁଥିଲେ। ପୃଥ୍ୱୀ ବିଗ୍ରହ ଏହି ବଂଶର ଜଣେ ଶକ୍ତିଶାଳୀ ରାଜା ଥିଲେ। ତାହେଲେ ଏହି ବିଗ୍ରହମାନଙ୍କ ବଂଶର ରାଜା ଜଣେ ଥିଲେ ପୃଥ୍ୱୀ ବିଗ୍ରହ, ସେ ଏହି ବଂଶର ଶକ୍ତିଶାଳୀ ରାଜା ଥିଲେ। ମୁଦ୍ଦଳ ରାଜା ସମୁୟଙ୍କ ସହ ଯୁଦ୍ଧରେ ସେ ଲିପ୍ତ ହୋଇଥିଲେ। ତାହେଲେ ଆମର ଯେଉଁ ଅଛନ୍ତି ଆମର ପୃଥ୍ୱୀ ବିଗ୍ରହ, ସିଏ ଆମର ମୁଦ୍ଗଳର ରାଜା ଶମ୍ଭୁୟାସ, ତାଙ୍କ ସହିତ ସିଏ ଯୁଦ୍ଧ କରିଥିଲେ। ତାଙ୍କ ଉତ୍ତରାଧିକାରୀ ଲୋକ ବିଗ୍ରହ ପରେ ଶମ୍ଭୁୟାସଙ୍କୁ ପରାସ୍ତ କରିଥିଲେ। ତାହେଲେ ଏହି ବିଗ୍ରହମାନଙ୍କର ଜଣେ ପ୍ରମୁଖ ରାଜା ଥିଲେ କିଏ? ପୃଥ୍ୱୀ ବିଗ୍ରହ। ସେ ମୁଦ୍ଗଳ ରାଜା ଶମ୍ଭୁୟାସଙ୍କ ସହିତ ଯୁଦ୍ଧରେ ଲିପ୍ତ ଥିଲେ। ତ ତାଙ୍କ ପରେ ତାଙ୍କର ପୁତ୍ର, ଯିଏକି ଆମର ପୃଥ୍ୱୀ ବିଗ୍ରହଙ୍କର ପୁତ୍ର ଲୋକ ବିଗ୍ରହ, ସେ ଆମର ସମୁୟସଙ୍କୁ ପରାସ୍ତ କରିଥିଲେ। ଆଉ ଗୋଟେ ସୁଦୃଢ଼ ଶାସନ ଗୋଟେ କରିଥିଲେ। ତାପରେ ଦେଖ ମୁଦ୍ଗଳମାନଙ୍କ ବିଷୟରେ ଆମେ ପଢ଼ିବା। ମୁଦ୍ଗଳମାନେ କେଉଁଠି ଶାସନ କରୁଥିଲେ? ନା ଉତ୍ତର ତୋଷାଳୀରେ କରୁଥିଲେ। ଆମର ଯେଉଁ ମାନେ ଥିଲେ ବିଗ୍ରହମାନେ କେଉଁଠି କରୁଥିଲେ? ବିଗ୍ରହମାନେ ଦକ୍ଷିଣ ତୋଷାଳୀରେ କରୁଥିଲେ, କିନ୍ତୁ ମୁଦ୍ଗଳମାନେ ସେମାନେ ହେଲା ଉତ୍ତର ତୋଷାଳୀରେ ସେମାନେ ରାଜ କରୁଥିଲେ। ତ ତାଙ୍କର 3ଟି ତାମ୍ର ଶାସନ ଦାନପତ୍ର ଏବାରଙ୍ଗ, ସର, ପାତିଆ ଲୋକ, ଏଇଭଳିଆ ତାଙ୍କର ମାଧ୍ୟମରେ ତାଙ୍କ ବିଷୟରେ ଜଣାପଡ଼େ। ତାହେଲେ ସିଏ କ'ଣ କରିଥିଲେ ଦେଖ। ତାହେଲେ ମୁଦ୍ଗଳମାନେ କେଉଁଠି ଶାସନ କରୁଥିଲେ? ଉତ୍ତର ତୋଷାଳୀରେ ଶାସନ କରୁଥିଲେ। ତାଙ୍କର 3ଟି କପର ପ୍ଲେଟ୍ ବାଲା ଇନସ୍କ୍ରିପସନ୍ ତାଙ୍କ ବଂଶ ବିଷୟରେ ଆମର କପର ପ୍ଲେଟ୍ର ଇନସ୍କ୍ରିପସନ୍ରୁ ଆମକୁ ଜଣାପଡ଼େ। କ'ଣ କପର ପ୍ଲେଟ୍? ନା ଏରବାଙ୍ଗ, ସର, ଆଉ ଗୋଟେ ହେଲା ପଟିଆ ଲେଖା। ସେଇ କପର ପ୍ଲେଟ୍ ଇନସ୍କ୍ରିପସନ୍ରୁ ମୁଦ୍ଗଳମାନଙ୍କ ଶାସନ ବିଷୟରେ ଆମକୁ ଜଣାପଡ଼ିଥାଏ। ତାପରେ ଦେଖ, ତାଙ୍କୁ ପ୍ରଥମେ ବିଗ୍ରହ ବଂଶର ରାଜା ଲୋକ ବିଗ୍ରହ, ଯିଏକି ଆମର ପୃଥ୍ୱୀ ବିଗ୍ରହଙ୍କର ପୁତ୍ର ଥିଲେ, ଲୋକ ବିଗ୍ରହ, ସିଏ ତାଙ୍କୁ ପରାସ୍ତ କରିଥିଲେ, ଶମ୍ଭୁୟାସଙ୍କୁ ପରାସ୍ତ କରିଥିଲେ। ତେବେ ଶମ୍ଭୁୟାସଙ୍କ ପରେ ପ୍ରତି ଆକ୍ରମଣ କରି ଦକ୍ଷିଣ ତୋଷାଳୀ ଅଧିକାର କରି ନେଇଥିଲେ। ଏମାନେ ତ ଉତ୍ତର ତୋଷାଳୀରେ ଏମାନେ ଶାସନ କରୁଥିଲେ ମୁଦ୍ଗଳମାନେ। ମୁଦ୍ଗଳମାନଙ୍କୁ ଆମର ପୃଥ୍ୱୀ ବିଗ୍ରହଙ୍କ ପୁତ୍ର କିଏ ଥିଲେ? ଲୋକ ବିଗ୍ରହ। ସେ ଲୋକ ବିଗ୍ରହ ଏଇ ଶମ୍ଭୁୟାସଙ୍କୁ ପରାସ୍ତ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କ'ଣ ଦେଖାଯାଇଥିଲା? ନା ମୁଦ୍ଗଳମାନେ ପ୍ରତି ଆକ୍ରମଣ କରିଥିଲେ ଆଉ ଦକ୍ଷିଣ ତୋଷାଳୀକୁ ତାଙ୍କ ଅଧିକାରକୁ ନେଇଯାଇଥିଲେ। ବିଗ୍ରହମାନଙ୍କ ସହ ନିରବନ୍ତନ ବିବାଦ ଯୋଗୁଁ ମୁଦ୍ଗଳମାନେ ଦୁର୍ବଳ ହୋଇ ପଡ଼ିଥିଲେ। ତାହେଲେ ଏଇ
ମୁଦଗଳ ମାନେ ହେଲା ଉତ୍ତର ତୋଷାଳୀରେ ଶାସନ କରୁଥିଲେ, ଆଉ ବିଗ୍ରହ ମାନେ ଦକ୍ଷିଣ ତୋଷାଳୀରେ ଶାସନ କରୁଥିଲେ। କିନ୍ତୁ ତାଙ୍କ ମଧ୍ୟରେ ସବୁବେଳେ ବିବାଦ ଦେଖାଯାଉଥିଲା। ତ ସବୁବେଳେ ଯୁଦ୍ଧ କରି କରି ଆମର ମୁଦଗଳ ମାନେ କ'ଣ ହେଇଥିଲେ? ଦୁର୍ବଳ ହୋଇ ପଡ଼ିଥିଲେ। ଆଉ ଶେଷରେ ଦୁର୍ଜୟ ରାଜା ପୃଥ୍ୱୀ ମହାରାଜଙ୍କ ଦ୍ୱାରା ଉତ୍ତର ତୋଷାଳୀରୁ ତଡ଼ି ହୋଇ ଯାଇଥିଲେ। ତାହେଲେ ପୃଥ୍ୱୀ ମହାରାଜଙ୍କ ଦ୍ୱାରା ତାହେଲେ ଉତ୍ତର ତୋଷାଳୀରୁ ଆମର ଦୁର୍ଜୟ ରାଜା, ଯିଏକି ମୁଦଗଳର ରାଜା ଥିଲେ, ମୁଦଗଳ ବଂଶର ରାଜା ଥିଲେ, ସିଏ ପୃଥ୍ୱୀ ମହାରାଜଙ୍କ ଦ୍ୱାରା ଉତ୍ତର ତୋଷାଳୀରୁ ସିଏ ତଡ଼ା ଖାଇଥିଲେ। କ'ଣ ପାଇଁ? ତାଙ୍କ ଭିତରେ ସବୁବେଳେ ଯୁଦ୍ଧ ଲାଗି ରହୁଥିଲା, ସେଇଥିପାଇଁ। ତାପରେ ଆମର ଆସିଲା ମଣ୍ଡଳ ରାଜ୍ୟ ସମୂହ। ତାହେଲେ ଦେଖ, ମଣ୍ଡଳ ରାଜ୍ୟ ସମୂହରେ ଆମେ କ'ଣ ଦେଖିବା ନା, ସପ୍ତମରୁ ନବମ ଶତାବ୍ଦୀ ମଧ୍ୟରେ ଏମାନେ ଶାସନ କରୁଥିଲେ। ତୋଷାଳୀ, ଦକ୍ଷିଣ କୋଶଳ ମଧ୍ୟରେ ଅନେକ ଅର୍ଦ୍ଧ ସ୍ୱାଧୀନ ରାଜ୍ୟ ଉଭା ହେଇଥିଲା ୟାଙ୍କ ଟାଇମ୍ରେ, ମଣ୍ଡଳମାନଙ୍କ ଟାଇମ୍ରେ। ତାହେଲେ ସେମାନଙ୍କ ଶାସନରେ ରାଣକ, ସମାଧିଗତ, ପଞ୍ଚମହାଶବ୍ଦ ଭଳି ଉପାଧି ଗୁଡ଼ାକ ବ୍ୟବହାର କରୁଥିଲେ। କେଉଁମାନେ? ଏଇ ମଣ୍ଡଳ ରାଜ୍ୟ ସମୂହ ମାନେ। କ'ଣ କ'ଣ ଉପାଧି ସେମାନେ ବ୍ୟବହାର କରୁଥିଲେ? ରାଣକ, ସମାଧିଗତ, ପଞ୍ଚମହାଶବ୍ଦ, ଏଇଭଳିଆ ସବୁ ସିଏ ମାନେ ଉପାଧି ୟୁଜ୍ କରୁଥିଲେ। ଏବଂ ଯୁଦ୍ଧ ଓ ବାହ୍ୟ ଆକ୍ରମଣ ସମୟରେ ସାମନ୍ତ ରୂପେ କାର୍ଯ୍ୟ କରୁଥିଲେ ଏଇ ମଣ୍ଡଳ ସମୂହ। ଯେତେବେଳେ ବାହାରୁ କିଏ ତାଙ୍କ ରାଜ୍ୟ ଉପରେ ଆକ୍ରମଣ କରୁଥିଲେ, ସେତେବେଳେ ସେମାନେ ମିଶିକି ସାମନ୍ତ ଭଳିଆ କାମ କରୁଥିଲେ। ପ୍ରମୁଖ ଶାସକ ବଂଶ ମଧ୍ୟରେ ଥିଲେ କଙ୍ଗଡ଼ର ମଣ୍ଡଳ ବିଗ୍ରହ, ଶ୍ଵେତକ ମଣ୍ଡଳ ଗଙ୍ଗ, ଖିଜିଙ୍ଗ ମଣ୍ଡଳର ଭଞ୍ଜ, ଆଉ କଡ଼ଳା ମଣ୍ଡଳର ଶୁକ୍ଳି, ଜାମାଗର୍ତ୍ତ ମଣ୍ଡଳର ତୁଙ୍ଗ, ବନେଇ ମଣ୍ଡଳର ମୟୂର। ଏଇମାନେ ମଣ୍ଡଳ ସମୂହର କିଛି ପ୍ରମୁଖ ରାଜାମାନେ। କେଉଁମାନେ? କଙ୍ଗଳର ମଣ୍ଡଳ ବିଗ୍ରହ ଥିଲେ, ଶ୍ଵେତକ ମଣ୍ଡଳ ଗଙ୍ଗ ଥିଲେ, ଖିଞ୍ଜିଡ଼ି ମଣ୍ଡଳ ଆଉ ଖିଜିଙ୍ଗ ମଣ୍ଡଳର ଭଞ୍ଜମାନେ ଥିଲେ, କଡ଼ଳ ମଣ୍ଡଳର ଶୁକ୍ଳିମାନେ ଥିଲେ, ଆଉ ଜାମାଗର୍ତ୍ତର ତୁଙ୍ଗମାନେ ଥିଲେ, ବନେଇ ମଣ୍ଡଳର ମୟୂରମାନେ ଥିଲେ। ଏଇମାନେ ହେଲା କିଛି ପ୍ରମୁଖ ରାଜାମାନେ। ରାଜାମାନେ କହିଲେ ତା ଯେଉଁ ବଂଶମାନେ ସେସବୁ ଜାଗାରେ ସେଠି ଶାସନ କରୁଥିଲେ। ଇଏ ଗଲା ଆମର ମଣ୍ଡଳ ସମୂହ। ତାପରେ ଦେଖ, ଶୈଳୋଦ୍ଭବ ବଂଶ ବିଷୟରେ ଆମେ ପଢ଼ିବା। ଶୈଳୋଦ୍ଭବ ବଂଶ କିଏ କରିଥିଲେ? ଶୈଳୋଦ୍ଭବ କରିଥିଲେ। କେବେ କରିଥିଲେ? ନା 553 ଖ୍ରୀଷ୍ଟାବ୍ଦରେ କରିଥିଲେ। ତାଙ୍କର ଗୁରୁତ୍ୱପୂର୍ଣ୍ଣ ଶାସକ କିଏ କିଏ ଥିଲେ? ଦେଖ, ରଣଭୀତ ଥିଲେ, ସେ 553ରୁ 575 ଯାକେ ଶାସନ କରିଥିଲେ। ତାପରେ ମାଧବରାଜ ଥିଲେ, 575ରୁ 625 ବର୍ଷ ଶାସନ କରିଥିଲେ। ଆୟସଭୀତ ଥିଲେ, ସେ 600ରୁ 615 କରିଥିଲେ। ମାଧବରାଜ ଥିଲେ, ସେ 615ରୁ 655 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ମାଧ୍ୟମ ରାଜା ଦ୍ୱିତୀୟ ଓ ତୃତୀୟ ଥିଲେ ଆମର ଏଇ ଶୈଳୋଦ୍ଭବ ବଂଶର ଶେଷ ରାଜା। ପଣ୍ଡିତମାନଙ୍କ ମତରେ ଶୈଳୋଦ୍ଭବ ମାନେ ଗଞ୍ଜାମ ପରିବାର କିମ୍ବା ମଧ୍ୟପ୍ରଦେଶର ଶୈଳ ବଂଶର ଏକ ଶାଖା ଥିଲେ। ତାହେଲେ ଏଇ ଶୈଳୋଦ୍ଭବ ବଂଶର ଲୋକମାନେ କେଉଁଠୁ ଥିଲେ ବୋଲି ବିଶ୍ୱାସ କରାଯାଏ? ନା ସେମାନେ ଗଞ୍ଜାମର ଗୋଟେ ପରିବାରରୁ ଆସିଥିଲେ ବା ମଧ୍ୟପ୍ରଦେଶର ଶୈଳ ବଂଶର ଗୋଟେ ଶାଖା ଥିଲେ। କଳିଙ୍ଗର ପଥୁରିଆ ଅଞ୍ଚଳରେ ବାସ କରୁଥିବା ଶୈଳଜ ଜନଜାତି ସହିତ ମଧ୍ୟ ସେମାନଙ୍କର ସମ୍ପର୍କ ଥିବାର ବିଶ୍ୱାସ କରାଯାଏ। ତାହେଲେ କଳିଙ୍ଗରେ ଯେଉଁ ପଥୁରିଆ ଅଞ୍ଚଳରେ ବସବାସ କରୁଥିବା ଶୈଳ ଜନଜାତିର ଲୋକମାନେ ଥିଲେ, ତାଙ୍କ ସହିତ ମଧ୍ୟ ତାଙ୍କର ସମ୍ପର୍କ ଥିବାର ବିଶ୍ୱାସ କରାଯାଏ। ଭୁବନେଶ୍ୱର ସ୍ଥିତ ପରଶୁରାମେଶ୍ୱର ଶିବ ମନ୍ଦିର ଖ୍ରୀଷ୍ଟାବ୍ଦ 650ରେ ସେମାନେ ନିର୍ମାଣ କରିଥିଲେ। ଶୈଳୋଦ୍ଭବ ଶାସକ ଦ୍ୱାରା ନିର୍ମିତ ହୋଇଥିଲା, ଯେଉଁମାନେ ଶୈବ ଧର୍ମ ଅନୁଗାମୀ ଥିଲେ। ତାହେଲେ ଏଇ ଶୈଳୋଦ୍ଭବ ବଂଶର ରାଜାମାନେ ତାହେଲେ ଶୈବ ଧର୍ମକୁ ଅନୁକରଣ କରୁଥିଲେ। ସେ କ'ଣ ତିଆରି କରିଥିଲେ? ପରଶୁରାମେଶ୍ୱର ଶିବ ମନ୍ଦିର ସିଏ ନିର୍ମାଣ କରିଥିଲେ। ଇଏ ଗଲା ଆମର ଶୈଳୋଦ୍ଭବ ବଂଶ ବିଷୟରେ। ଶୈଳୋଦ୍ଭବ ପରେ ଆମର ଆସିଲା
ଭୌମକର ବଂଶ। ତାହେଲେ ଦେଖ ଭୌମକର ବଂଶକୁ କିଏ ପ୍ରତିଷ୍ଠା କରିଥିଲେ? ନା କ୍ଷମଙ୍ଗର ଦେବ ଭୌମକର ବଂଶ ପ୍ରତିଷ୍ଠା କରିଥିଲେ। ତାଙ୍କ ରାଜଧାନୀ କେଉଁଠି ଥିଲା? ଗୁହଦେବ ପାଟକ ବା ଯାହା ଯାଜପୁର ଜିଲ୍ଲାରେ ଅଛି। ତାଙ୍କର ଗୁରୁତ୍ୱପୂର୍ଣ୍ଣ ଶାସକ କିଏ କିଏ ଥିଲେ? ଦେଖ ଶୁଭକର ଦେବ, ସିଏ 800ରୁ 820 ଯାକେ ଶାସନ କରିଥିଲେ। ଶକ୍ତିକର ଦେବ ପ୍ରଥମ, ସିଏ 820ରୁ 835 ଯାକେ ଶାସନ କରିଥିଲେ। ଶୁଭକର ଦେବ ପଞ୍ଚମ, ସିଏ 905ରୁ 910 ଖ୍ରୀଷ୍ଟାବ୍ଦ ଯାକେ ଶାସନ କରୁଥିଲେ। ସେ ହେଲେ ଏଇ ଭୌମକର ବଂଶର ଶେଷ ରାଜା। ଏହି ବଂଶ ପ୍ରାରମ୍ଭିକ ଶାସକମାନେ ନିଜକୁ ଭୌମ ବୋଲି କହୁଥିଲେ, ଯେତେବେଳେ ପରବର୍ତ୍ତୀ ଶାସକମାନେ ନିଜକୁ କର ବୋଲି କହୁଥିଲେ। ତାହେଲେ ସେଇଥିପାଇଁ ତାଙ୍କ ନାଁଟା କ'ଣ କୁହାଗଲା? ଭୌମକର। କ'ଣ ପାଇଁ? ନା ଏହି ଯେଉଁ ଭୌମକର ବଂଶର ରାଜାମାନେ ଥିଲେ, ସେମାନେ ଫାଷ୍ଟ ନିଜକୁ ଭୌମ ବୋଲିକି କହୁଥିଲେ, କିନ୍ତୁ ପରବର୍ତ୍ତୀ ରାଜାମାନେ ସେମାନେ ନିଜକୁ କର ବୋଲିକରି କହିଲେ। ତ ସେମାନଙ୍କୁ ଦୁଇ ଜଣଙ୍କୁ ମିଶେଇକରି ଭୌମକର ବୋଲିକରି କୁହାଗଲା। ହେଲା। ଏହି ବଂଶର ଏକ ଉଲ୍ଲେଖନୀୟ ଦିଗ ଥିଲା ଯେ ଅନେକ ରାଣୀ ଶାସନ, ଯାହାର ରାଜତ୍ୱ ଅତ୍ୟନ୍ତ ସଫଳ ଥିଲା। ତାହେଲେ ଏହି ଭୌମକର ବଂଶର ରାଜତ୍ୱ ସମୟରେ ଅନେକ ରାଣୀ ଶାସନ କରିଥିଲେ। ତାହେଲେ ଭୌମକର ବଂଶ ପ୍ରଶାସନ ଓ ଅର୍ଥନୈତିକ, ସମାଜ ଓ ଧର୍ମ ବିଷୟରେ ଆମେ ଏବେ ଦେଖିବା, କେମିତି ସେମାନେ ପ୍ରଶାସନକୁ ତୁଲାଉଥିଲେ। ଭୌମକର ମାନେ ଏହି ଭୂଖଣ୍ଡ ଲୋକଙ୍କୁ ଏକ ସ୍ଥିର ପ୍ରଶାସନ ପ୍ରଦାନ କରିଥିଲେ। ଉତ୍କଳକୁ ସେମାନେ ଜ୍ୟେଷ୍ଠାଧିକାର, ପ୍ରଥମ ସନ୍ତାନର ଉତ୍ତରାଧିକାରୀ ହେବାର ଅଧିକାର ନିୟମ ଅନୁସରଣ କରୁଥିଲେ। ତାହେଲେ ଭୌମକର ମାନେ କ'ଣ ଅନୁସରଣ କରୁଥିଲେ? ନା ତାଙ୍କର ଯିଏ ଜନ୍ମ ନେଇଥିବ, ସିଏ ହିଁ ତାଙ୍କର କ'ଣ ପ୍ରଥମ ସନ୍ତାନ ଯିଏ ଥିବ, ସେ ହିଁ ତାଙ୍କ ବଂଶର ରାଜା ହେବ ବୋଲି ସେମାନେ ସେହି ନିୟମକୁ ଅନୁସରଣ କରୁଥିଲେ। ତେବେ ବିଶେଷ କରି ଭୌମ ରାଣୀମାନଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ରାଜାମାନଙ୍କରେ ହେଲେ କ'ଣ ହେଉଥିଲା? ନା ତାଙ୍କର ଯିଏ ଜ୍ୟେଷ୍ଠ ପୁତ୍ର ଥିବ ସିଏ ଆମର ଶାସନ କରିବ, କିନ୍ତୁ ରାଣୀମାନଙ୍କ ମଧ୍ୟରେ ସେମିତି ନଥିଲା, ତାଙ୍କର ବ୍ୟତିକ୍ରମ ଦେଖାଯାଉଥିଲା। ଭୌମକର ଅମଳରେ ଓଡ଼ିଶାରେ ସିଲନ, ଚୀନ, ଦକ୍ଷିଣ ପୂର୍ବ ଏସିଆ ସହିତ ବାଣିଜ୍ୟ ସମ୍ପର୍କ ହେଉଥିଲା। ତାହେଲେ ଏଇ ସିଲନ କହିଲେ ଯେଉଁଟା ଆମେ କ'ଣ କହୁଛେ ଏବେ ଶ୍ରୀଲଙ୍କା କହୁଛେ, ତ ତାଙ୍କ ସହିତ ଏଇ ଭୌମକରଙ୍କ ଟାଇମରେ ତାଙ୍କ ସହିତ ଆମର ବାଣିଜ୍ୟ କାରବାର ହେଉଥିଲା। କାହା ସହିତ? ନା ଦକ୍ଷିଣ ପୂର୍ବ ଏସିଆ ସହିତ, ଚୀନ ସହିତ, ଆମର ସିଲନ ଯାହାକୁ କହୁଛେ ବା ଏବେକାର ଯେଉଁ ଶ୍ରୀଲଙ୍କା ଅଛି। ବୁଝିପାରୁଛ? ତାପରେ ଦେଖ, ଯଦିଓ ଭୌମକର ଶାସକମାନେ ବୌଦ୍ଧ ଧର୍ମାବଲମ୍ବୀ ଥିଲେ, ସେମାନେ ଶୈବ, ବୈଷ୍ଣବ, ଶାକ୍ତ ଧର୍ମକୁ ମଧ୍ୟ ଗ୍ରହଣ କରୁଥିଲେ। ତାହେଲେ ଭୌମକର ବଂଶର ରାଜାମାନେ ତାହେଲେ କେଉଁ ଧର୍ମକୁ ବିଶ୍ୱାସ କରୁଥିଲେ? ନା ବୁଦ୍ଧ ଧର୍ମକୁ ସେମାନେ ବିଶ୍ୱାସ କରୁଥିଲେ, କିନ୍ତୁ ସେମାନେ ଶୈବ ଧର୍ମ, ବୈଷ୍ଣବ, ଶାକ୍ତ ଧର୍ମକୁ ମଧ୍ୟ ଗ୍ରହଣ କରୁଥିଲେ। ସେମାନେ ସମାଜକୁ 4 ବର୍ଣ୍ଣ, କ'ଣ ବର୍ଣ୍ଣ? ନା ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ରରେ ବିଭକ୍ତ କରି ବର୍ଣ୍ଣାଶ୍ରମ ବ୍ୟବସ୍ଥା ଲାଗୁ କରିବାକୁ ଚେଷ୍ଟା କରିଥିଲେ। ତାହେଲେ କିଏ ଆମର ବର୍ଣ୍ଣାଶ୍ରମ ବ୍ୟବସ୍ଥା ଲାଗୁ କରିବାକୁ ଚେଷ୍ଟା କରିଥିଲେ? ନା ଏଇ ଭୌମକର ରାଜାମାନେ। କ'ଣ ସେମାନେ ସମାଜକୁ କେତୋଟି ଭାଗରେ ଭାଗ କରିଥିଲେ? 4 ଭାଗରେ। କ'ଣ? ଗୋଟେ ହେଲା ବ୍ରାହ୍ମଣ ସମାଜ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ଏଇଭଳିଆ 4 ଭାଗରେ ସେମାନେ ଭାଗ କରିଥିଲେ। ତାପରେ ଦେଖ, ଆମର ଭୌମକର ବଂଶର ମହିଳା ଶାସକମାନଙ୍କ ବିଷୟରେ ଆମେ ଏବେ ଦେଖିବା। ତ୍ରିଭୁବନ ମହାଦେବୀ, ସେ 845ରୁ 850 ଯାକେ ସିଏ କ'ଣ କରିଥିଲେ? ପ୍ରଥମ ମହିଳା ଶାସକ ଥିଲେ। ସିଏ ଶକ୍ତିକର ଦେବଙ୍କର ପ୍ରଥମ ବିଧବା ଥିଲେ। କିଏ? ତ୍ରିଭୁବନ ମହାଦେବୀ ପ୍ରଥମ। ତାପରେ ସେମିତି ତ୍ରିଭୁବନ ମହାଦେବୀ ଦ୍ୱିତୀୟ, ସିଏ 890ରୁ 896 ଯାକେ ସିଏ ଶାସନ କରୁଥିଲେ, ମହିଳା ଶାସକଙ୍କ ଧାରାକୁ ଜାରି ରଖିଥିଲେ। ସେମିତି ତ୍ରିଭୁବନ ମହାଦେବୀ ତୃତୀୟ, ସିଏ ରାଜ୍ୟର ପ୍ରଶାସନକୁ ସୁଦୃଢ଼ କରିଥିଲେ 896ରୁ 905 ଯାକେ।
ଗୌରୀ ମହାଦେବୀ ସେମିତି 910 ଖ୍ରୀଷ୍ଟାବ୍ଦ ପରେ ସିଏ କରିଥିଲେ। ଶୁଭକର ଦେବୀଙ୍କ ପଞ୍ଚମ ପତ୍ନୀ ଥିଲେ ସେ ଗୌରୀ ମହାଦେବୀ। ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ। ଭୁବନେଶ୍ୱରରେ ଗୌରୀ ମନ୍ଦିର ନିର୍ମାଣ କରିଥିଲେ। ତାହେଲେ ଗୌରୀ ମନ୍ଦିର କେଉଁ ରାଜାଙ୍କ ରାଜତ୍ୱ ସମୟରେ ହେଇଥିଲା ଗୌରୀ ମନ୍ଦିର? ନା ଭୌମକର ବଂଶର ରାଜାମାନେ ଥିଲେ। ତ କିଏ କରିଥିଲେ ତାକୁ? ଗୌରୀ ମହାଦେବୀ। ଗୌରୀ ମହାଦେବୀ କିଏ? ନା ସିଏ ହେଲେ ଆମର ଶୁଭକର ଦେବଙ୍କ ପଞ୍ଚମ ପତ୍ନୀ ସିଏ ଥିଲେ। ସେମିତି ଆମର ଦଣ୍ଡୀ ମହାଦେବୀ ସମୃଦ୍ଧି ସୁନିଶ୍ଚିତ କରିଥିଲେ ଏବଂ ରାଜ୍ୟର ସୀମାନ୍ତ ସୁରକ୍ଷିତ କରିଥିଲେ। କିଏ? ଦଣ୍ଡୀ ମହାଦେବୀ। ବକୁଳ ମହାଦେବୀ ଦଣ୍ଡୀ ମହାଦେବୀଙ୍କ ସାବତ ମା ଥିଲେ। ସେ ଭଞ୍ଜ ପରିବାରର ସଦସ୍ୟ ଥିଲେ। କିଏ? ବକୁଳ ମହାଦେବୀ। ସେମିତି ଧର୍ମ ମହାଦେବୀ ଶେଷ ଜଣାଶୁଣା ଶାସକ ଥିଲେ। ଶକ୍ତିକର ଦେବ ତୃତୀୟଙ୍କର ପତ୍ନୀ ଥିଲେ। କିଏ? ଧର୍ମ ମହାଦେବୀ ମଧ୍ୟ ଜଣେ ଭଞ୍ଜର ରାଜକୁମାରୀ ଥିଲେ। ଭଞ୍ଜ ଯେଉଁ ଆମେ କହୁଛେ ମୟୂରଭଞ୍ଜ କିମ୍ବା ଆମର କେନ୍ଦୁଝର, ସେ ଅଞ୍ଚଳରେ ଭଞ୍ଜ ଶାସକମାନେ ଶାସନ କରୁଥିଲେ। ସେମିତି ତାଙ୍କ ପରେ ଆସିଲେ ସୋମବଂଶୀ। ସୋମବଂଶୀ କିଏ ପ୍ରତିଷ୍ଠା କରିଥିଲେ? ଦେଖ, ଜନ୍ମେଜୟ ପ୍ରଥମ ସୋମବଂଶକୁ ସେ ଆମର ପ୍ରତିଷ୍ଠା କରିଥିଲେ। କେବେ ଶାସନ କରୁଥିଲେ? ଶାସନ କାଳ 200 ବର୍ଷ ସିଏ ଶାସନ କରୁଥିଲେ। ସେଇ ବଂଶର ରାଜାମାନେ, ସୋମବଂଶର ରାଜାମାନେ। କିଏ କିଏ ଗୁରୁତ୍ୱପୂର୍ଣ୍ଣ ଶାସକ ଥିଲେ? ଦେଖ, ମହାଭବଗୁପ୍ତ ଜନ୍ମେଜୟ ପ୍ରଥମ, ସିଏ ଥିଲେ ଜଣେ। ମହାଶିବଗୁପ୍ତ ଯଜାତି ପ୍ରଥମ, ସିଏ ହେଲେ ଆଉ ଜଣେ। ଭୀମରଥ ମହାଶିବଗୁପ୍ତ ପ୍ରଥମ, ଚଣ୍ଡୀହର ଯଜାତି ଦ୍ୱିତୀୟ, ଉଦ୍ୟତ କେଶରୀ ମହାଭବଗୁପ୍ତ ଏବଂ ଜନ୍ମେଜୟ ତୃତୀୟ। ଇଏ ହେଲେ ଆମର ଶେଷ ଶାସକ। ତାହେଲେ ସୋମବଂଶୀ ରାଜାମାନେ କେତେ ବର୍ଷ ଧରି ଶାସନ କରୁଥିଲେ? 200 ବର୍ଷ ଧରି ଶାସନ କରୁଥିଲେ। ତାଙ୍କର ଗୁରୁତ୍ୱପୂର୍ଣ୍ଣ ଶାସକ କିଏ କିଏ ଥିଲେ? ନା ମହାଭବଗୁପ୍ତ ଜନ୍ମେଜୟ ପ୍ରଥମ, ସିଏ ଥିଲେ ପ୍ରଥମ ଫାଷ୍ଟ। ତାପରେ ହେଲା ମହାଶିବଗୁପ୍ତ ଯଜାତି ପ୍ରଥମ। ସେମିତି ଭୀମରଥ ମହାଶିବଗୁପ୍ତ ପ୍ରଥମ, ଚଣ୍ଡୀହର ଯଜାତି ଦ୍ୱିତୀୟ, ଉଦ୍ୟତ କେଶରୀ ମହାଭାବଗୁପ୍ତ, ଜନ୍ମେଜୟ ଦ୍ୱିତୀୟ। ଏଇଭଳିଆ ହେଲା ସବୁ ସୋମବଂଶୀର ରାଜାମାନେ ଥିଲେ। ଏମାନେ ହେଲେ ପ୍ରମୁଖ ରାଜାମାନେ। ଏହି ସମୟରେ କଳିଙ୍ଗ, ଉତ୍କଳ, କଙ୍କଳ, କୋଶଳ ପ୍ରଥମ ଥର ପାଇଁ ଏକୀଭୂତ ହୋଇ ଗୋଟିଏ ରାଜନୈତିକ କର୍ତ୍ତୃତ୍ୱାଧୀନରେ ଆସିଥିଲେ। ତାହେଲେ ଏଇ ସବୁ ଗୁଡ଼ାକୁ କିଏ ସବୁ ଏକାଠି କରିଥିଲେ? ନା ସୋମବଂଶୀର ରାଜାମାନେ। କାହାକୁ କାହାକୁ? ନା ଆମର କଳିଙ୍ଗ, ଉତ୍କଳ, କଙ୍ଗଳ, କୋଶଳ ଏଗୁଡ଼ା ସବୁ ଅଲଗା ଅଲଗା ହେଇକି ଥିଲା। ତ ଏମାନଙ୍କୁ ସବୁକୁ କ'ଣ କରିଥିଲେ? ସେମାନେ ଏକୀଭୂତ ହୋଇ ଗୋଟିଏ ରାଜନୈତିକ କର୍ତ୍ତୃତ୍ୱାଧୀନକୁ ଆଣିଥିଲେ। କେଉଁମାନେ? ସୋମବଂଶୀର ରାଜାମାନେ। ସୋମବଂଶୀର ରାଜାମାନେ କିଏ ପ୍ରତିଷ୍ଠା କରିଥିଲେ? ତାହେଲେ ଜନ୍ମେଜୟ ପ୍ରଥମ। ତାଙ୍କର ଗୁରୁତ୍ୱପୂର୍ଣ୍ଣ ଶାସକମାନେ କିଏ କିଏ? ନା ମହାଭବଗୁପ୍ତ ଜନ୍ମେଜୟ ପ୍ରଥମ, ମହାଶିବଗୁପ୍ତ ଯଜାତି ପ୍ରଥମ। ତାଙ୍କ ନାଁ ଗୁଡ଼ା ଦେଖୁଛ ନା, କେତେ ଭଲ ଭଲ ନାଁ ଗୁଡ଼ା। ଭୀମରଥ ମହାଶିବଗୁପ୍ତ ପ୍ରଥମ, ଚଣ୍ଡୀହର ଯଜାତି ଦ୍ୱିତୀୟ, ଉଦ୍ୟତ କେଶରୀ ମହାଭାବଗୁପ୍ତ ଆଉ ଜନ୍ମେଜୟ ଦ୍ୱିତୀୟ ହେଲେ ତାଙ୍କର ଶେଷ ରାଜା। ତାହେଲେ ଏବେ ଆମେ ଦେଖିବା ସୋମବଂଶୀର ବଂଶର ପ୍ରଶାସନ। ସୋମବଂଶୀମାନେ ଓଡ଼ିଶାର ଏକ ବିଶାଳ ଅଞ୍ଚଳ ଉପରେ ଶାସନ କରି ଏକ ଶକ୍ତିଶାଳୀ ଦକ୍ଷ ଶାସନ ପ୍ରତିଷ୍ଠା କରିଥିଲେ, ଯାହାର ଅନ୍ତର୍ଭୁକ୍ତ ଥିଲା ବର୍ତ୍ତମାନର ବାଲେଶ୍ୱର, କଟକ, ପୁରୀ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ। ଏଇସବୁ ଜାଗା ଗୁଡ଼ାକ ହେଲା ଆମର ସୋମବଂଶୀ ବଂଶର ପ୍ରଶାସନର। ଏଇସବୁ ଜାଗାରେ ସେମାନେ କ'ଣ କରୁଥିଲେ? ତାଙ୍କର ରାଜତ୍ୱ ବିସ୍ତାର କରିଥିଲେ। ସେମାନଙ୍କର ରାଜଧାନୀ କେଉଁଠି ଥିଲା? ବିନିତପୁର। ମାରୁସୀମା ସୁବର୍ଣ୍ଣପୁର ଠାରୁ ଯଜାତିନଗର ଯାଜପୁର ପର୍ଯ୍ୟନ୍ତ ଏକାଧିକ ଥର ସ୍ଥାନାନ୍ତରିତ ହୋଇଥିଲା। ତାହେଲେ ସେମାନେ ବିନିତପୁରରେ ମଧ୍ୟ ଥିଲେ, ମରୁସୀମାରେ ଥିଲେ, ସୁବର୍ଣ୍ଣପୁରରେ ଥିଲେ, ଯଜାତିନଗରରେ ଥିଲେ। ସେମିତି ସେମାନେ ବହୁତ ଥର ତାଙ୍କର
କ'ଣ କରିଛନ୍ତି ତାଙ୍କ ରାଜଧାନୀକୁ ସିଫ୍ଟ କରାଇଛନ୍ତି। ରାଜ୍ୟକୁ ବ୍ୟବସ୍ଥିତ ଭାବରେ ମଣ୍ଡଳରେ ବିଭକ୍ତ କରାଯାଇଥିଲା, ଯାହା ପୁନଶ୍ଚ ଭୁକ୍ତିରେ ବିଭକ୍ତ ହୋଇଥିଲା। ତାହେଲେ ଏଇ ସମବଂଶୀମାନେ କ'ଣ କରିଥିଲେ, ମଣ୍ଡଳରେ ଭାଗ କରିଥିଲେ, ଆଉ ସେଇ ମଣ୍ଡଳ ଗୁଡ଼ିକ ବହୁତ ସାରା ଭୁକ୍ତିରେ ଭାଗ ହୋଇଥିଲା। ପ୍ରଭାବଶାଳୀ ଶାସନ ପାଇଁ ଭୁକ୍ତି ଗୁଡ଼ିକ ଭୋଗ, ଖଣ୍ଡ, ଗ୍ରାମରେ ବର୍ଗୀକୃତ ହୋଇଥିଲା। ତାହେଲେ ଫାଷ୍ଟ ଆସିଲା କିଏ, ମଣ୍ଡଳ, ମଣ୍ଡଳ ପରେ ଭୁକ୍ତି, ଭୁକ୍ତି ଗୁଡ଼ିକ ଆହୁରି ବହୁତ ଗୁଡ଼ିକ ଭୋଗ, ଖଣ୍ଡ, ଗ୍ରାମରେ ବର୍ଗୀକୃତ ହୋଇଥିଲା। ସମବଂଶୀଙ୍କ ଦ୍ୱାରା ପ୍ରବର୍ତ୍ତିତ ଏକତ୍ୱ ପ୍ରଶାସନିକ ବ୍ୟବସ୍ଥା ଅରାଜକତା ଓ ବିଭ୍ରାଟ ଦୂର କରି ଏକ ସ୍ୱତନ୍ତ୍ର ଓଡ଼ିଆ ସଂସ୍କୃତି ସମନ୍ୱୟ ପାଇଁ ପ୍ରଥମ ଥର ପ୍ରଶସ୍ତି କରିଥିଲା। ତାହେଲେ ଏଇ ସମବଂଶୀର ରାଜାମାନେ କ'ଣ କରିଥିଲେ ନା ନିଜ ରାଜ୍ୟରୁ ଅରାଜକତା ଦୂର କରିଥିଲେ, ବିଭ୍ରାଟ ଦୂର କରିଥିଲେ, ଆଉ ଗୋଟିଏ ସ୍ୱତନ୍ତ୍ର ଓଡ଼ିଆ ସଂସ୍କୃତିର ସମନ୍ୱୟ ପାଇଁ ପଥ ପ୍ରଶସ୍ତ କରିଥିଲେ। ତାହେଲେ ଆମେ ଏବେ ଦେଖିବା ଆମେ ଏଇ ଚାପ୍ଟରରେ କ'ଣ କ'ଣ ପଢ଼ିଲେ। ପ୍ରାଚୀନ ଓଡ଼ିଶାର ରାଜନୈତିକ ଇତିହାସର ଏକ ନଜର ଆମେ ପକାଇବା। ଫାଷ୍ଟ ଆସିଲେ କେଉଁମାନେ, ଦେଖ ନନ୍ଦ ବଂଶର ରାଜାମାନେ, ସେମାନେ କଳିଙ୍ଗକୁ ତାଙ୍କର ସାମ୍ରାଜ୍ୟରେ ଅନ୍ତର୍ଭୁକ୍ତ କରିଥିଲେ। ତାପରେ ମୌର୍ଯ୍ୟମାନେ ଆସିଲେ, ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧ କରିଥିଲେ ଖ୍ରୀଷ୍ଟପୂର୍ବ 260 ବା କେଉଁଠି 261 ମଧ୍ୟ ଲେଖା ହେଇଥାଏ। 60 କିମ୍ବା 61 ଦୁଇଟା ସାରା ଠିକ୍ ଅଛି। ତାପରେ ଆସିଲେ ଛେଦି ବଂଶର ରାଜାମାନେ, ଯେଉଁମାନେ କି ମୁରୁଣ୍ଡମାନଙ୍କ ଆଗମନ ପୂର୍ବରୁ କଳିଙ୍ଗରେ ଶାସନ କରିଥିଲେ। କେଉଁମାନେ, ଛେଦି ବଂଶର ରାଜାମାନେ। ତାପରେ ମୁରୁଣ୍ଡ ବଂଶ ଆସିଲେ, ଯେଉଁମାନେ କି ଛେଦି ବଂଶଙ୍କର ପରେ ଶାସନ କଲେ। ଗୁପ୍ତ ବଂଶ ଆସିଥିଲେ, କଳିଙ୍ଗକୁ 4ଟି ଭାଗରେ ଭାଗ କରିଥିଲେ। କ'ଣ କ'ଣ ନା ମଥର, ନଳ, ପର୍ବତ, ଦାର୍ବଳ, ମେହ, ବିନ୍ଧ୍ୟାଟବୀ, ସର୍ବପୁରାୟ, ଏଇଭଳିଆ ସେମାନେ ଭାଗ କରିଥିଲେ। ତାପରେ ଗୁପ୍ତଙ୍କ ପରବର୍ତ୍ତୀ ଅବଧି ନୂତନ ରାଜ୍ୟ ଗୁଡ଼ିକ ଉଭା ହେଇଥିଲା, ଯେପରିକି ବିଗ୍ରହ, ମୁଦଳ, ମଣ୍ଡଳ, ଏହିସବୁ ରାଜ୍ୟ ଗୁଡ଼ିକ ଉଭା ହେଇଥିଲା। ତାପରେ ଆସିଲେ ଆମର ଶୈଳୋଦ୍ଭବ ବଂଶର ରାଜାମାନେ, 130 ବର୍ଷ ଧରି ସେମାନେ ଶାସନ କରିଥିଲେ। ସେମିତି ଆମର ତାପରେ ଆସିଲେ ଓଡ଼ିଶାର ସଂସ୍କୃତି ଓ ରାଜନୈତିକ ଇତିହାସରେ ଯୋଗଦାନ କରିଥିଲେ। ତାପରେ ଆସିଲା ଭୌମକର, ଅଷ୍ଟମ ଦଶାବ୍ଦୀର ପ୍ରଥମାର୍ଦ୍ଧରେ ପ୍ରତିଷ୍ଠିତ ମହିଳା ଶାସକମାନଙ୍କ ପାଇଁ ଜଣାଶୁଣା। ତାହେଲେ ଭୌମକର ବଂଶର ମହିଳା ଶାସକମାନେ ମଧ୍ୟ ଓଡ଼ିଶାରେ ଶାସନ କରୁଥିଲେ। ତାପରେ ଆସିଲେ ଆମର ସମବଂଶୀର ରାଜାମାନେ, ସେମାନେ ଆମର 300 ବର୍ଷ ଧରି ଶାସନ କରିଥିଲେ। ତାପରେ ଦେଖ ଆମର ଓଡ଼ିଶାର ଐତିହାସିକ କାଳକ୍ରମ। ତାହେଲେ ଫାଷ୍ଟ ଆସିଲେ ମହାପଦ୍ମନନ୍ଦ, କଳିଙ୍ଗ ବିଜୟ କରିଥିଲେ। ତାପରେ ଅଶୋକ ବିଜୟ କରିଥିଲେ। ତାପରେ ମହାମେଘ ବାହନ ବଂଶ ସ୍ଥାପନ କରିଥିଲେ। ତାପରେ ସମୁଦ୍ରଗୁପ୍ତ କଳିଙ୍ଗ ବିଜୟ କରିଥିଲେ। ହୁଏନ୍ସାନ୍ ଆସିଥିଲେ 639ରେ। ତାପରେ ଆସିଲେ ଆମର ଶୈଳୋଦ୍ଭବ ଶାସନମାନେ, ପରଶୁରାମେଶ୍ୱର ମନ୍ଦିର ନିର୍ମାଣ କରିଥିଲେ 650ରେ। ଯେମିତି 845ରେ ପ୍ରଥମ ଥର ମହିଳା ଶାସକ ତ୍ରିଭୁବନ ମହାଦେବୀ ସିଂହାସନ ଆରୋହଣ କରିଥିଲେ 845ରେ। ସିଏ ଆମର ଭୌମକର ବଂଶର ରାଣୀ ଥିଲେ। ତାପରେ ଆସିଲେ ଆମର କ'ଣ, ଜନ୍ମେଜୟ ପ୍ରଥମ ସମବଂଶ ସ୍ଥାପନ କରିଥିଲେ। ସମବଂଶୀର ଶାସକମାନଙ୍କ ଦ୍ୱାରା ଲିଙ୍ଗରାଜ ମନ୍ଦିର ନିର୍ମାଣ ହୋଇଥିଲା କେବେ ନା 1100 ଖ୍ରୀଷ୍ଟାବ୍ଦରେ। ତାହେଲେ ଇଏ ହେଲା ଆମର ଡିଟେଲ ଓଡ଼ିଶାର ଆନ୍ସିଏଣ୍ଟ ହିଷ୍ଟ୍ରି ବିଷୟରେ ଆମେ ପଢ଼ିଲେ। ୟା ପରବର୍ତ୍ତୀ କ୍ଲାସ୍ରେ ଆମେ ମିଡ଼ିଏଭାଲ ହିଷ୍ଟ୍ରି ବିଷୟରେ ପଢ଼ିବା। ତ ଆଶା କରୁଛି ସବୁଗୁଡ଼ାକ ଭଲ ଭାବରେ ବୁଝିପାରିଥିବ। ଆଉ ଯଦି କେଉଁଠି କିଛି ବୁଝିବାରେ ଭୁଲ ରହିଯାଇଥାଏ ତାହେଲେ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ପାଇଁ ଭୁଲିବନି, ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ। ରହୁଛି, ନମସ୍କାର, ଧନ୍ୟବାଦ।